ज्ञाता मोक्ष से अशुभात। ଅନୁବାଦ। ଭଗବାନ କହିଲେ, ହେ ପ୍ରିୟ ଅର୍ଜୁନ, ଯେହେତୁ ତୁମେ ମୋ ପ୍ରତି ଈର୍ଷାପରାୟଣ ନୁହଁ, ତେଣୁ ମୁଁ ତୁମକୁ ଅତ୍ୟନ୍ତ ଗୁପ୍ତ ଜ୍ଞାନ ପ୍ରଦାନ କରିବି, ଯାହାକୁ ପ୍ରାପ୍ତ ହେଲେ ତୁମେ ଏ ଦୁଃଖଦାୟକ ଭୌତିକ ସ୍ଥିତିରୁ ମୁକ୍ତ ହେବ। ଧନ୍ୟବାଦ ମ୍ୟାଡ଼ାମ। ହରେ କୃଷ୍ଣ ପ୍ରଭୁଜୀ। ଆଜ୍ଞା, ଭାବାର୍ଥ ତ ବହୁତ ଭାବାର୍ଥ ବଡ ବହୁତ ଅଛି। ବଡ ଅଛି। ମୁଁ କଣ ଆଜ୍ଞା, କରିଛି ମାତାଜୀ ଦେଖନ୍ତୁ, ଭାବାର୍ଥରେ ବହୁତ ବଡ। ଯୋଉଟା ହଁ, ଇମ୍ପୋର୍ଟାଣ୍ଟ ପଏଣ୍ଟ ଗୁଡା, ସେ ସେଇ ଇମ୍ପୋର୍ଟାଣ୍ଟ ପଏଣ୍ଟ ଗୁଡା ମୋ ଡିସ୍କସନ ରେ ମୁଁ ନେଇଛି। ଆଉ ବାକି ଯୋଉଟା ସେଇଟା ଆପଣ କଣ ଆଜ୍ଞା, କରିବେ, ସେଇଟା ଆପଣ ଘରେ ଟିକେ ଷ୍ଟଡି କରିବେ। ଆଉ ମୁଁ ପ୍ରାୟ ଭାବାର୍ଥରୁ ସବୁ ଜିନିଷ ଗୁଡା ମୁଁ ଏବେ ଆପଣଙ୍କୁ ଡିସ୍କସନ ମୁଁ କହିବି, ସେ ପଏଣ୍ଟ ଗୁଡା ମୁଁ ସବୁ ମାନେ ମୋର ଏଇଥିରେ ଅଛି। ଠିକ ଅଛି। ତ ପ୍ରଥମ କଥାଟା ଦେଖନ୍ତୁ, ଏଇଥିରେ ଗୋଟେ ଜିନିଷ ଆଜ୍ଞା, କୁହାହେଲା, ପ୍ରବକ୍ଷ୍ୟାମି ଅନୁସୂୟତେ। ଅନୁସୂୟବେ ମାନେ ଯେ ଅନସୂୟା, ଆଉ ଗୋଟେ ହଉଛି ଅସୂୟା। ଅସୂୟା କିଏ, ଅନସୂୟା କିଏ? ଅସୂୟା ଅର୍ଥ ହଉଛି ଯାହା ତିନିଟା ଗୁଣ ରହିଲା, ଯେ ଯାହାର ଦୋଷ ଦୃଷ୍ଟି ଅଛି। ଆପଣ କାହାକୁ ଦେଖିଲେ ବା ମିଶିଲେ, ତାର ଗୋଟେ ଦୋଷ ଆପଣଙ୍କୁ ଦେଖାଗଲା, ଦୋଷ ଦୃଷ୍ଟି ଆପଣଙ୍କର ଅଛି। କିମ୍ବା ଆପଣ କାହାକୁ ଈର୍ଷା କରୁଛନ୍ତି, କାହା ପାଖରେ ଦ୍વેଷ ରଖିଛନ୍ତି। ତା ଅର୍ଥ ହେଲା ଏଇପରି ଯାହାର ଗୁଣ ଅଛି, ସେ ତାକୁ କୁହାଯିବ ଅସୂୟା। ଆଉ ଅନୁସୂୟା କାହାକୁ କୁହାଯିବ, ଯାହା ପାଖରେ ଏ ଉପରୋକ୍ତ ତିନୋଟା ଗୁଣ ନାହିଁ। ଭଗବାନ କହୁଛନ୍ତି, ଈର୍ଷାପରାୟଣ ନ ହୋଇଥିବାରୁ ମୁଁ ତୁମକୁ କହିବି, ପ୍ରବକ୍ଷ୍ୟାମି ଭଲ ଭାବରେ କହିବି। ବକ୍ଷ୍ୟାମି ମାନେ କହିବି, ପ୍ରବକ୍ଷ୍ୟାମି ମାନେ ଭଲ ଭାବରେ କହିବି। ଏବେ ଭାବାର୍ଥ ଶିଳ ପ୍ରଭୁପାଦଙ୍କର ଭାବାର୍ଥରେ କଣ କୁହାଯାଇଛି? ପରମ ପୁରୁଷ ଭଗବାନଙ୍କର ବାଣୀ ଅତ୍ୟନ୍ତ ଶକ୍ତିପୂର୍ଣ୍ଣ, ଏବଂ ଯେତେବେଳେ ଭଗବାନଙ୍କ ସମ୍ବନ୍ଧୀୟ ଏହି ବାଣୀ ବା କଥା ଭକ୍ତ ମାନଙ୍କ ମଧ୍ୟରେ ଆଲୋଚିତ ହୁଏ, ସେତେବେଳେ ଏ ଶକ୍ତିକୁ ତୁମେ ମାନେ ଅନୁଭବ କରିପାରିବ। ଏଇଟା କେତେବେଳେ ମାନେ ଅନୁଭବ କରିହବ? ଯେତେବେଳେ ଭକ୍ତମାନଙ୍କ ଗହଣରେ ଏଇଟା ଆପଣ ଶୁଣିବେ। ଆଉ ଯଦି ଆପଣ ଯିଏ ଭଗବାନ ଶ୍ରୀକୃଷ୍ଣଙ୍କୁ ଯିଏ ଅସୂୟା ଭାବରେ ମାନେ ଭାବ ରଖିଛି, ଈର୍ଷା କରୁଛି, ସେଇଭଳି ଗୋଟେ ମାୟାବାଦୀ ପଣ୍ଡିତ ପାଖକୁ ଯାଇକି ଯଦି ଆପଣ ଶୁଣିବେ, ତାହେଲେ ଏ ଜ୍ଞାନର କିଛି ଲାଭଟା ମିଳିପାରିବନି। ଭଗବାନ ଏଥିପାଇଁ ପ୍ରଥମେ କହିଲେ କି, ହେ ଅର୍ଜୁନ, ତୁମେ ପରାୟଣ ନୁହଁ। ଶିଳ ପ୍ରଭୁପାଦ କଣ କହୁଛନ୍ତି? ଅର୍ଜୁନ କହୁଛନ୍ତି କଣ, କୃଷ୍ଣଙ୍କ ପ୍ରତି ଈର୍ଷା ଦ୍ୱେଷ ପରାୟଣ ନୁହନ୍ତି। କାହିଁକି? ଅର୍ଜୁନ ଥିଲେ ଭଗବାନଙ୍କର ସଖା, ପ୍ରିୟ ସଖା। ଆଉ ଦୋଷ ଦୃଷ୍ଟି ଥିବା ଈର୍ଷାଳୁ ବ୍ୟକ୍ତି ଭଗବତ ଗୀତାର ଉପଦେଶକୁ କେବେ ବି ହୃଦୟଙ୍ଗମ କରିପାରିବ ନାହିଁ। ପ୍ରଥମ ଶ୍ଲୋକରେ, ଏଇ ଯୋଉ ଶ୍ଲୋକରେ ଇଦମ ଜ୍ଞାନମ କଥା ଗୋଟେ ଲେଖା ହେଇଛି, ଦେଖନ୍ତୁ, ଇଦମ ଜ୍ଞାନମ ତୁ ଗୃହତମ ଜ୍ଞାନ। ଶିଳ ପ୍ରଭୁପାଦ କହୁଛନ୍ତି ଯେ ଇଦମ ଜ୍ଞାନ ମାନେ ଏହି ଜ୍ଞାନ କହିଲେ ଶୁଦ୍ଧ ଭକ୍ତିକୁ ବୁଝାଏ, ଯାହା ନବଦା ଭକ୍ତି ନାମରେ ପରିଚିତ। ନବଦା ଭକ୍ତି ଆପଣ ଜାଣିଛନ୍ତି, ଶ୍ରବଣ କୀର୍ତ୍ତନମ, ବିଷ୍ଣୁ ସ୍ମରଣମ, ଅର୍ଚ୍ଚନମ ବନ୍ଦନମ ସାକ୍ଷ୍ୟମ ପାଦ ସେବନମ, ଏଇସବୁ। ଏଇ ନବଦା ବ୍ୟକ୍ତି ଅଭ୍ୟାସ କଲେ ବ୍ୟକ୍ତିର ଆଧ୍ୟାତ୍ମିକ ଚେତନା ବା କୃଷ୍ଣ ଚେତନା ସ୍ଫୁରିତ ହୁଏ। ଯେତେବେଳେ ବ୍ୟକ୍ତିର ହୃଦୟରୁ ଭୌତିକତା ଦୋଷ ଦୂର ହୋଇଯାଏ, ଅର୍ଥାତ୍ ହୃଦୟ ବିଶୁଦ୍ଧ ହୋଇଯାଏ, ସେତେବେଳେ ସେ କୃଷ୍ଣ ବିଜ୍ଞାନ ବୁଝିପାରେ। ତ ଏଇଠି ତାପରେ କୁହାଗଲା ଜ୍ଞାନ ବିଜ୍ଞାନ ସହିତ। ଆମେ ଗତ ଥର କ୍ଲାସରେ ନା ତା ପୂର୍ବ କ୍ଲାସରେ ଆମେ କହିଥିଲେ, ଜ୍ଞାନ କଣ ଆଉ ବିଜ୍ଞାନ କଣ। ଜ୍ଞାନ ହେଲା ଦୃଢତାର ସହିତ କୌଣସି ବିଷୟବସ୍ତୁକୁ ମାନି ନେବାଟା, ଯୋଉଟା ଥିଓରି ପଢା ହେଲା, ସେଟା ଜ୍ଞାନ। ଆଉ ଯୋଉଟା ବିଜ୍ଞାନ ମାନେ କଣ, ଯୋଉଟା ଆପଣ ପ୍ରାକ୍ଟିକାଲ ଲାଇଫରେ ଯୋଉଟା ଅନୁଭବ କରିକିରି ଯୋଉ ଜ୍ଞାନଟା ଆପଣ ଜାଣିଛନ୍ତି, ସେଇଟା ହଉଛି ବିଜ୍ଞାନ। ତ ଭଗବାନ ଏଇଠି କଣ କହିଲେ, କହିଲେ ରାଜବିଦ୍ୟା ରାଜଗୁହ୍ୟମ ପବିତ୍ରମ ବିଦ ଉତ୍ତମ, ସରି, ଇଦମ ତୁ ତେ ଗୁହ୍ୟତମ ଜ୍ଞାନମ ବିଜ୍ଞାନମ ସହିତ। ମାନେ ଜ୍ଞାନ ସହିତ ବିଜ୍ଞାନ ମଧ୍ୟ ତମେ ଏଇଥିରେ ପ୍ରାପ୍ତ। ହେ ଅର୍ଜୁନ, ତୁମକୁ ମୁଁ ଅତ୍ୟନ୍ତ ଗୁପ୍ତ ଜ୍ଞାନ ପ୍ରଦାନ କରିବି, ଯାହାକୁ ପ୍ରାପ୍ତ ହେଲେ ତୁମେ ଦୁଃଖଦାୟକ ଭୌତିକ ସ୍ଥିତିରୁ ମୁକ୍ତ ହେବ। ଯଜ୍ଞାତ୍ମା ମୋକ୍ଷ ସେ ଅଶୁଭାତ୍। ଏ ଜ୍ଞାନକୁ ଯିଏ ବି ଜାଣିପାରିବ, ମାନେ ଏଇ ଶ୍ଲୋକରେ କୌଣସି ଗୋଟେ ଜିନିଷର ଯେ ପର୍ଯ୍ୟନ୍ତ ଆପଣ ଇମ୍ପୋର୍ଟାନ୍ସଟା ବୁଝିପାରିବେନି, ତାହେଲେ ସେ ତାର ମହତ୍ଵ ରହିବନି। ଭଗବାନ ସେଥିପାଇଁ ପ୍ରଥମ ଶ୍ଲୋକରେ ଏଇ ଯୋଉ ଜ୍ଞାନର ମହତ୍ଵ ବିଷୟରେ ଅର୍ଜୁନକୁ କହୁଛନ୍ତି କି, ଅର୍ଜୁନ, ତମେ ଏଇ ଜ୍ଞାନକୁ କାହିଁ ଜାଣିବା ଉଚିତ ନା, ଆର ମହତ୍ଵ
ଏତେ ତମେ ଜାଣ। କାରଣ ଏଇ ଜ୍ଞାନ ଯଦି ତମେ ପାଇଲ ତାହେଲେ ତମେ ବାରମ୍ବାର ଜନ୍ମ ମୃତ୍ୟୁ ଯୋଉ ହଉଛି ଅଶୁଭାତ କୁହାଗଲା, ମାନେ ଏଇ ଜଡ ସଂସାର ଅଶୁଭ। କାହିଁକି ଏଠି ଆମେ ବାରମ୍ବାର ଫେରୁଛେ ଏ କଷ୍ଟ, ମାନେ ଏଇଠି କଷ୍ଟ ଭୋଗିବା ପାଇଁ ବାରମ୍ବାର ଫେରୁଛେ, ଏଇଟା ଶୁଭ ନୁହଁ, ଏଇଟା ଅଶୁଭ। ଏଇ ଜ୍ଞାନକୁ ଜାଣିବା ପରେ ଜଣେ ଦୁଃଖଦାୟକ ଜଳ ସଂସାରରୁ ମୁକ୍ତ ହେବ ବୋଲିକିରି କହିଛନ୍ତି। ଆଉ ମୁକ୍ତିର ସ୍ଥିତିଟା କଣ? ନିଜର ସ୍ୱରୂପ ସ୍ଥିତି ଯଦି ଜଣେ ଜାଣିପାରିଲା ସେଇଟା ହଉଛି ମୁକ୍ତିର ସ୍ଥିତି। ଆଉ ସ୍ୱରୂପ ସ୍ଥିତି ଆମେ ବହୁତ ଥର କୃଷ୍ଣ କହିଥିଲେ, ଦାସ କହିଛନ୍ତି ସେଇଟା ହଉଛି, ହଁ, ଜୀବେର ହରେ ସ୍ୱରୂପ ହେ କୃଷ୍ଣ କୃଷ୍ଣ ଦାସ। ନିତ୍ୟ ଦାସ। ତାପର ସେଣ୍ଟେନ୍ସ ଟା କଣ କିଏ କହିପାରିବେ? କୃଷ୍ଣର ସ୍ୱରୂପ ଜୀବର ସ୍ୱରୂପ ହୁଏ କୃଷ୍ଣ ନିତ୍ୟ ଦାସ, ତାର ନେକ୍ସଟ ମାନେ ସେଣ୍ଟେନ୍ସ ଟା କୃଷ୍ଣର ଜୀବର ସ୍ୱରୂପ ହେ କୃଷ୍ଣ ନିତ୍ୟ ଦାସ। ଅନାଦିର ଆଦି ଗୋବିନ୍ଦ ସର୍ବ କାରଣ ନାଇଁ କାରଣ। ନାଇଁ ନାଇଁ ନାଇଁ, ମାୟାର ଦାସ ତଟସ୍ଥା ଶକ୍ତି ଭେଦାଭେଦ ପ୍ରକାଶ, ଏଇଟା ହଉଛି ତାର ନେକ୍ସଟ ସେଣ୍ଟେନ୍ସ। ମାନେ ଭଗବାନଙ୍କ ସାଙ୍ଗେ ଭେଦ ବି ଅଛି ଅଭେଦ ବି ଅଛି, ଆଉ ଜୀବଟା ହଉଛି ତଟସ୍ଥା ଶକ୍ତି ସେଇଟା। ଆଚ୍ଛା, ଏଇ ଯୋଉ ଅନୁସୂୟବେର ଯୋଉ ଅର୍ଥଟା ଶିଲ ପ୍ରଭୁପାଦ ତାଙ୍କ ତାତ୍ପର୍ଯ୍ୟରେ ଗୋଟେ ଉଦାହରଣ ଦେଇକରି କହିଛନ୍ତି, ସେଇଟାକୁ ବି ଆମେ ପଢିବା। କଣ କହିଛନ୍ତି? ଏ ସାଧାରଣତଃ ଭାଷ୍ୟକାର ମାନେ ଯଦିଓ ସେମାନେ ବିଦ୍ୱାନ ପଣ୍ଡିତ, ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଈର୍ଷାନ୍ୱିତ ହୁଅନ୍ତି। ଏପରିକି ପଣ୍ଡିତ ମାନେ ଭଗବତ ଗୀତା ଉପରେ ଭ୍ରମାତ୍ମକ ଭାଷ୍ୟ ମଧ୍ୟ ଲେଖନ୍ତି। ଯେଣୁ ସେମାନେ ଶ୍ରୀକୃଷ୍ଣଙ୍କ ପ୍ରତି ଈର୍ଷା ପରାୟଣ ହୋଇଥାନ୍ତି, ସେମାନଙ୍କର ଭାଷ୍ୟ ଅଦରକାରୀ ଅଟେ। ଭକ୍ତମାନେ ଯେଉଁ ଭାଷ୍ୟ ଲେଖିଥାନ୍ତି ତାହା ହିଁ ଯଥାର୍ଥ ଅଟେ। ଶିଲ ପ୍ରଭୁପାଦ ଏଜ୍ ଇଟ୍ ଇଜ୍, ହିନ୍ଦୀରେ ଯଥାରୂପ, ଆଉ ଓଡ଼ିଆରେ ମୌଳିକ ରୂପରେ, ଏଇଟା କଣ ପାଇଁ ଏଇଟା ଶିଲ ପ୍ରଭୁପାଦ ଲେଖି, କାହିଁକି ଗ୍ରନ୍ଥ ଯୋଉ ଭଗବାନ ଶ୍ରୀକୃଷ୍ଣ ଯୋଉ ଜ୍ଞାନ ଅର୍ଜୁନଙ୍କୁ ଦେଇଥିଲେ, ସେଇଟା ଗୁରୁ ପରମ୍ପରାରେ ଯାହା ଆସିଛି ଉପସ୍ଥାପନ କରିବାଟା ପ୍ରଚଳିତ ଥିଲା, ଯୋଉଟା କି ତମେ ସେଇଟା ବି ମାନେ ଭକ୍ତଙ୍କ ଦ୍ଵାରା ଲେଖା ହେଇଛି। ସେଇଟା ହଉଛି ଆପଣଙ୍କର ଗୋରଖପୁରର ଯୋଉ ଗୀତାଟା ହଉଛି। କିନ୍ତୁ ସେଥିରେ ବି ପୂର୍ଣ୍ଣ ମାତ୍ରାରେ ସେଥିରେ ବି ମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ମାନେ ଯୋଉ ହିସାବରେ ଶିଲ ପ୍ରଭୁପାଦ ବର୍ଣ୍ଣନା କରିଛନ୍ତି ପରମ ପୁରୁଷ ଭଗବାନ, ସେଇ ହିସାବରେ କ୍ଲିଅରଲି ମାନେ ସେଥିରେ ପ୍ରତିପାଦନ କରାହେଇନି। ପ୍ରଥମ ତ ଶିଲ ପ୍ରଭୁପାଦ ଭଗବାନ ଶ୍ରୀକୃଷ୍ଣଙ୍କୁ ପରମ ପୁରୁଷ ଭଗବାନ ହିସାବରେ ମାନେ ଲେଖିଛନ୍ତି। ତ ଏଇ ଶ୍ଲୋକରେ ଆମେ କଣ ଶିଖିଲେ? ଏଇ ଶ୍ଲୋକରେ ଆମେ ଶିଖିଲେ ଯେ ଏଇ ଯୋଉ ଗୁହ୍ୟତମ ଜ୍ଞାନ, ଏଇଟା ଭକ୍ତ ମାନଙ୍କର ଗହଣରେ ଆମେ ଶୁଣିବା ଉଚିତ, ସେଇ ଜ୍ଞାନ ଆମେ ଗ୍ରହଣ କରିବାର ଅଛି। ଆଉ ଅନସୂୟା ହେଇକି, ମାନେ ଈର୍ଷା ପରାୟଣ ନ ହେଇକି, ଆଉ ଏଇଟା ଯିଏ ଏଇ ଜ୍ଞାନକୁ ଯିଏ ପାଇବ, ନବମ ଅଧ୍ୟାୟର ଏଇ ଜ୍ଞାନକୁ ଯିଏ ପାଇବ, ସେ ଅଶୁଭରୁ ଦୂର ହେଇଯିବ। ଅଶୁଭାତ ତା ଅର୍ଥ ଏ ଜଡ ସଂସାରକୁ ଆଉ ସେ ଫେରିବ ନାହିଁ। ଏଇଟା ପ୍ରଭୁଜୀ ହରେ କୃଷ୍ଣ, ଆଉଥରେ କୁହନ୍ତୁ, ମୋର ଗୋଟେ କଲ ଆସିଲା, ମୁଁ ଶୁଣି ପାରିଲିନି କୋଉ ମେନ୍ ପଏଣ୍ଟଟା ପଏଣ୍ଟଟା କଣ? ମାତାଜୀ? ଏ ଶ୍ଲୋକରୁ କଣ ଶିଖିଲେ ବୋଲି ଆପଣ ଯୋଉ ଲାଇନ ଟା କହିଲେ, ମୁଁ ଶୁଣି ପାରିଲିନି, ଗୋଟେ କଲ ଆସିଲା ଆଚ୍ଛା ତ। ମାତାଜୀ ଦେଖନ୍ତୁ, ଏଇ ଶ୍ଲୋକର କଣ ଯଦି ମାନେ ଏଠି ଆମେ କଣ ଜଣା ପଡିଲା ଯଦି ପଚରାଯିବ, ତାହେଲେ ହଉଛି ପ୍ରଥମ ଜିନିଷ ହେଲା କି ଭକ୍ତ ଭଗବାନ କହିଲେ ଅର୍ଜୁନ ତମେ ଈର୍ଷା ପରାୟଣ ନୁହଁ, ସେଥିପାଇଁ ମୁଁ ତୁମକୁ ଏଇ ଜ୍ଞାନଟା ଦେଉଛି। ଆଉ ଶିଲ ପ୍ରଭୁପାଦ ଆ ଉପରେ ତାଙ୍କ ତାତ୍ପର୍ଯ୍ୟରେ କଣ ଲେଖିଲେ ଯେ ଏହି ଭଗବାନଙ୍କର ଏହି ମାନେ ବାଣୀଟା ଅତ୍ୟନ୍ତ ଶକ୍ତିପୂର୍ଣ୍ଣ। ଆଉ ଏଇଟା କେତେବେଳେ ଏଇଟା ଆମେ ତାର ଶକ୍ତିଟା ଅନୁଭବ କରିପାରିବା? ଯେତେବେଳେ ଆମେ ଏଇଟା ଭକ୍ତ ଗହଣରେ ଆମେ ଶୁଣିବା। ଅଭକ୍ତ ମାୟାବାଦୀ ମାନଙ୍କର ଯଦି ଭାଷ୍ୟ ଜଣେ ପଢିବ, ତାହେଲେ ତାର କିଛି ମଙ୍ଗଳ ହବନି, ତାର ସର୍ବନାଶ ହବ। ଏଇ କଥା କୁହାଯାଇଛି ଏଥିରେ। ଏଇଟା ଈର୍ଷା ପରାୟଣ ନ ହେଇକିରି ଭକ୍ତ ମାନଙ୍କ ଗଣରେ ଏଇ ଜ୍ଞାନକୁ ଶୁଣିବା ପାଇବ। ଆଉ ଅଶୁଭ ହଉଛି ବାରମ୍ବାର ଜନ୍ମ ମୃତ୍ୟୁ ଚକ୍ରରେ ପଡିବା, ଭଗବାନଙ୍କର ଭକ୍ତି ନ କରିବା। ବୁଝିପାରିଲେ? ଏବେ ଆମେ ଯିବା ଦ୍ୱିତୀୟ ଶ୍ଲୋକ।
କିଏ ଜଣେ ପଢନ୍ତୁ। हरे कृष्ण। ପଢନ୍ତୁ। राजविद्या राजगुह्यं पवित्रमिदमुतयमं प्रत्यक्षार भगं वधाज्ञ सुसुखं वक्तव्ययम्। अनुवाद। ଏହି ଜ୍ଞାନ ରାଜବିଦ୍ୟା ଅଟେ, ଅତ୍ୟନ୍ତ ଗୁହ୍ୟତମ ଜ୍ଞାନ ଅଟେ। ଏହା ଅତ୍ୟନ୍ତ ବିଶୁଦ୍ଧ ଜ୍ଞାନ ଅଟେ ଏବଂ ଏହା ଧର୍ମର ପରିପୂର୍ଣ୍ଣତା ଅଟେ, କାରଣ ଏହା ପ୍ରତ୍ୟକ୍ଷ ଆତ୍ମାନୁଭୂତି ପ୍ରଦାନ କରେ। ଏହା ଶାଶ୍ୱତ ଏବଂ ଅତ୍ୟନ୍ତ ଆନନ୍ଦରେ ଏହାକୁ ଆଚରଣ କରାଯାଏ। ହରେ କୃଷ୍ଣ। ଧନ୍ୟବାଦ ମାତାଜୀ। ଇଦମ ଜ୍ଞାନମ, ଏହି ଜ୍ଞାନ, ଏଥିରେ 8ଟା ପଏଣ୍ଟ କଥା କୁହାଯାଇଛି। କଣ ସେ 8ଟି ପଏଣ୍ଟ? ନା ପ୍ରଥମଟି ହେଲା ରାଜବିଦ୍ୟା, ଦ୍ୱିତୀୟଟି କୁହାହେଲା ରାଜଗୁହ୍ୟମ, ତୃତୀୟ ପବିତ୍ରମ, ତାପରେ ଉତ୍ତମମ, ତାପରେ କୁହାଗଲା ପ୍ରତ୍ୟକ୍ଷ ଅବଗମମ, ଧର୍ମ୍ୟମ, କର୍ତ୍ତୁ ସୁସୁଖମ, ଅବ୍ୟୟ। ଏଇଟା 8ଟା ପଏଣ୍ଟକୁ ଗୋଟେ ଗୋଟେ କରି ବୁଝିବାକୁ ହବ। ଏଇଟା ଯଦି ଆମେ କ୍ଲିୟରଲି ନ ବୁଝିବା ତାହେଲେ ଆମେ ଶ୍ଲୋକର ତାତ୍ପର୍ଯ୍ୟଟା ଆମେ ବୁଝିପାରିବାନି। ପ୍ରଥମଟା ହେଲା ରାଜବିଦ୍ୟା। ରାଜବିଦ୍ୟା କାହିଁକି କୁହାଗଲା? ଶିଳ ପ୍ରଭୁପାଦଙ୍କର ତାତ୍ପର୍ଯ୍ୟର ପ୍ରଥମ ପାରାଗ୍ରାଫଟା ଆପଣ ସମସ୍ତେ ଦେଖନ୍ତୁ। ଭଗବତ ଗୀତାର ଏହି ଅଧ୍ୟାୟକୁ ରାଜବିଦ୍ୟା କୁହାଯାଏ କାରଣ ପୂର୍ବରୁ କୁହାଯାଇଥିବା ସମସ୍ତ ଦର୍ଶନ ଏବଂ ତଥ୍ୟାବଳୀର ଏହା ସାର ଅଟେ। ଆମେ ସମସ୍ତେ ପ୍ରଥମ କ୍ଲାସରେ ଡିସ୍କସ୍ କରିଥିଲେ 4ଟା ବେଦ ଅଛି, 108 ଉପନିଷଦ, ତାପରେ ଆପଣଙ୍କର ଇତିହାସ ପୁରାଣ, ବିଭିନ୍ନ ପ୍ରକାର ଦାର୍ଶନିକ ବି ଅଛନ୍ତି। ଏଠି ଲେଖିଛନ୍ତି ଶିଳ ପ୍ରଭୁପାଦ, ଗୌତମ, କଣାଦ, କପିଳ, ଯାଜ୍ଞବଲ୍କ, ସାଣ୍ଡିଲ୍ୟ, ବୈଶ୍ୱାନର, ଆଉ ଶେଷରେ ହଉଛନ୍ତି ବେଦାନ୍ତ ସୂତ୍ରର ପ୍ରଣେତା ବ୍ୟାସଦେବ। ଏଇ ବ୍ୟାସଦେବଙ୍କର ବି ଅନେକ ଲେଖା ସବୁ ଆମେ ଡିସ୍କସ୍ କଲେ। ତ ଏଇ ଦର୍ଶନ ବିଦ୍ୟା କିମ୍ବା ଦିବ୍ୟ ଜ୍ଞାନ କ୍ଷେତ୍ରର ସବୁ ଜ୍ଞାନ ଏଠି ଦିଆହେଇଛି। କିନ୍ତୁ ଏଇ ଯୋଉ ନବମ ଅଧ୍ୟାୟରେ ଏ ସମସ୍ତ ଜ୍ଞାନର ଏଇଟା ରାଜା ଅଟେ। ମାନେ ଯେତେ ବି ଶାସ୍ତ୍ର ଆମର ଅଛି, ବୈଦିକ ସାହିତ୍ୟ ଅଛି, ଯଦି କୁହାଯିବ ସେ ସବୁଥିରେ କଣ ଜ୍ଞାନ ଅଛି, ସେ ଜ୍ଞାନକୁ ସବୁକୁ ଆପଣ ନେବେ। ଆଉ ସେଇ ଜ୍ଞାନର ଯଦି ଆପଣ କହିବେ କି ଆର ରାଜ ବିଦ୍ୟାଟା କୋଉଟା, ସବୁ ବିଦ୍ୟାର ରାଜା କିଏ, ସେଇ ରାଜବିଦ୍ୟାଟା ଏଇ ନବମ ଅଧ୍ୟାୟରେ ଦିଆଯାଇଛି। ମାନେ ଯଦି ଜଣେ ନବମ ଅଧ୍ୟାୟଟା ଭଲ କି ହୃଦୟଙ୍ଗମ କରିପାରିଲା, ତାହେଲେ ତ ସମସ୍ତ ଶାସ୍ତ୍ରର ସାର ସେ ଜାଣି ପକେଇଲା। ଏଇଟା ଏଠି କୁହାଯାଇଛି। ଶିଳ ପ୍ରଭୁପାଦ ଆଉ ଗୋଟେ କଥା ଏଥିରେ କହୁଛନ୍ତି ଯେ ଏଠି ଯୋଉ ଆମର ସ୍କୁଲ କଲେଜରେ ସେଥିରେ କଣ ପଢା ହଉଛି? ବିଭିନ୍ନ ବିଭାଗ ରହିଛି, ରାଜନୀତି, ସାମାଜିକ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, ଜ୍ୟୋତିଷ, ଏସବୁ ବିଭିନ୍ନ ଅଛି। କିନ୍ତୁ ଏଇ ସବୁ ଯୋଉ ମାନେ ବିଶ୍ୱବିଦ୍ୟାଳୟ ମାନେ ଅଛି, ଏଇଥିରେ କେହି ଆଧ୍ୟାତ୍ମ ବିଦ୍ୟା କିମ୍ବା ଆତ୍ମଜ୍ଞାନ କଥା କୋଉଠି ଦିଆଯାଉ ନାହିଁ। ଆଉ ଶରୀରର ଯୋଉଟା ସବୁଠୁ ଦରକାରୀ ଭାଗଟା ହଉଛି ଆତ୍ମା, ସେ ବିଷୟରେ କୁହାଯାଉନି। ତ ଏଇ ଜ୍ଞାନ ଯଦି ଜଣେ ମାନେ ନ ପାଇବ, ଆତ୍ମାର ଜ୍ଞାନ ନ ପାଇବ, ତା ପୂର୍ଣ୍ଣିକା ପୁଣି ଅଲଗା ସବୁ ଜ୍ଞାନ ଆପଣ ଯୋଉ ମୁଁ କହିଲି, ଏଇ ସବୁ ଜ୍ଞାନ କୁ ନେବେ ଯଦି ଆପଣ ଭୌତିକ ଜ୍ଞାନ ପ୍ଲସ୍ ଆପଣଙ୍କ ଆଧ୍ୟାତ୍ମିକ ଜ୍ଞାନ, ତାଠୁ ସବୁଠୁ ଯଦି ଗୋଟେ ବିଦ୍ୟା କୁହାଯିବ, ତାର ରାଜା ହେଲା ଏଇ ରାଜବିଦ୍ୟା। ଦ୍ୱିତୀୟଟା କଣ ହେଲା? ରାଜଗୁହ୍ୟମ କୁହାଗଲା। ରାଜଗୁହ୍ୟମ କଣ? ଗୁହ୍ୟମ ମାନେ ଯୋଉଟା ଲୁଚେଇକି ରଖା ହେଇଛି, ଗୁହ୍ୟ ଅଟେ, ସମସ୍ତଙ୍କୁ ଜଣା ନାହିଁ, ଅଜଣା ଅଟେ। ଯେମିତି ଆପଣ ଦେଖିବେ ଗୋଟେ ନାଟକରେ ଗୋଟେ ପାତ୍ରଟେ ଯେ ରହୁଛି, ଯେ ହିରୋଟା ରହୁଛି, ସେ ତା ରହୁଛି, ରୂପକୁ ଆବାଜ ଲୁଚେଇକି ଆସୁନି। ନାଇଁ ଆସୁଛି ପ୍ରଭୁ, ଆସୁନି ମାତାଜୀ? ଆସୁଛି ପ୍ରଭୁ, କ୍ଲିୟର ଆସୁଛି। ଆଚ୍ଛା, ପ୍ରଭୁ ଯେ ଆମର ଠିକ ଅଛି, ମାତାଜୀଙ୍କ ନେଟୱାର୍କ ପ୍ରୋବ୍ଲେମ ଅଛି। ହଁ ନେଟୱାର୍କ ବୋଧେ ପ୍ରୋବ୍ଲେମ ପାଇଁ ଏମିତି ହେଇଥିବ। ତ ସେଇ ଯୋଉ ନାଟକରେ ଯୋଉ ପାତ୍ର ରହୁଛି, ସେ ଗୋଟେ ମାନେ ରୂପଟେ ସେ ଧରିଛି, ଗୋଟେ କୌଣସି ଗୋଟେ ସେ ଡ୍ରେସଟେ ପିନ୍ଧିଛି। ସେଇ ଡ୍ରେସ ଦ୍ଵାରା ତାକୁ ଲୋକ ଜାଣି ପାରୁନାହାନ୍ତି, ତାର ଆକ୍ଚୁଆଲ ରୂପଟା ସେଇଟା ଲୋକ ଜାଣି ପାରୁନାହାନ୍ତି। ସେଇପରି ଭକ୍ତି ଭାବ ଯାହାର ନାହିଁ, ତା ଆଗରେ ଭଗବାନ ନିଜକୁ ପ୍ରକଟ କରୁନାହାନ୍ତି। ଭଗବାନ କଣ? ନିଜକୁ ଲୁଚେଇକି ଆବୃତ କରିକି ରଖିଥାନ୍ତି ତାଙ୍କର ଯୋଗମାୟା ଶକ୍ତି ଦ୍ଵାରା। ଆଉ କେବଳ ଭକ୍ତ ଆଗରେ ପ୍ରକାଶ କରନ୍ତି। ତ ଏ ଗୁହିତମ ଜ୍ଞାନ କାହାକୁ ପ୍ରକାଶ କରୁଛନ୍ତି? ତାଙ୍କର ଭକ୍ତ ଆଉ ସଖା ଅର୍ଜୁନକୁ ପ୍ରକାଶ କରୁଛନ୍ତି। ସେଥିପାଇଁ ରାଜଗୁହ୍ୟମ କୁହାଗଲା। ରାଜବିଦ୍ୟା କାହିଁ କୁହାଗଲା ବୁଝିଲେ? ରାଜଗୁହ୍ୟମ କାହିଁ କୁହାଗଲା ଆପଣ ମାନେ ବୁଝିଲେ? ଯୋଉଟା ବୁଝିପାରିବେନି ସାଙ୍ଗେ ସାଙ୍ଗେ ପଚାରିବେ।
एबे आसिला पवित्रम। भगवान को संबंधी समस्त वस्तु पवित्र अटे। भगवान को स्मरण कले मध्य जड़े शुद्ध हो जाए। एपरिकी ये जो ज्ञानटा पापी दुराचारी व्यक्ति मध्य प्राप्त कले पवित्र हो जीव। एटू सेति में कौन कहा पवित्र। एबे तात्पर्य शिल प्रभुपाद कौन लिखिछन्ति देखंतु पद्म पुराण रे अछि अप्रारब्ध फलम पापम कुटम बीजम फलोन्मुखम क्रमणैव प्रलीयते विष्णु भक्ति रतात्मनाम। जो माने भगवान दिव्य सेवा रे नियुक्त होइछन्ति सेमानकर समस्त पाप कर्मर प्रतिक्रिया परिपक्व अवस्था रे थाउ बा गच्छित होई थाउ ताहा विजय करे थाउ या जे कोनसी अवस्था रे थिले सुधा ताहा क्रमशः लोप पाई जाए। तेणु भक्ति जो मार्ग रे सेवा कर्म रे विशुद्धकरण शक्ति अत्यंत तीव्र अटे। याकू पवित्रम आउ उत्तमम नेक्स्ट हउची उत्तम। तो पवित्रम सेति पई कहा। अच्छा एठी गोटे कथा जो कहाला पद्म पुराण रे जो श्लोकटा कहागला एथिरे देखंतु अप्रारब्ध फलम पापम कुटम बीजम। एई कथा आपण बुझी चंदी कि अप्रारब्ध कोन फल कोन प्रारब्ध कोन एटा माने टिके माने बहुत डिटेल रे न गले भी मु भाबुची एटा टिके जेमिति हेले भी आमे जानिबा जरूरी काहे कि जदि आमे एटा न जानिबा ताले असुविधा। मु आपनकु गोटे एटा शेयर करूची गोटे इमेज सेटा आपण टिके शेयर कर देबे जणे जेमति समस्त देखि परिबे। गला कि देखिले एटा टिके शेयर कर दियंतु। प्रभु जी टिके दया करी जे आपण जानिबे से टिके शेयर कर दियंतु। पाइले कि हरे आइलु कृष्णा प्रभु प्रदीप प्रभु जी आपण टिके जदि ना किछि आसीनी प्रभु जी आपनकर ना नहीं ना मु आसिला ग्रुप रे ग्रुप रे आसीची पठेइछि किंतु हमर एई स्क्रीन रे शेयर टिके कर देबे। सेटा प्रदीप प्रभु जी कर दियंती। प्रदीप प्रभु जी हरे कृष्णा अछंती कि अछंती वीडियो ऑफ अछि तो अच्छा ताहेले अच्छा आपण ग्रुप रे देखि पारुचंती ग्रुप रे जो पठेइछि समस्त देखि पारुचंती। देखा जाउची हाँ प्रभु ग्रुप रे आसी जाइछि प्रभु। ठीक अछि सेटा देखंतु सेथिरे चारटा जिंस कथा कहै चारि स्तरर पाप कर्मर क्रम विकास कथा कहै। प्रथमटा हूँ आपणकर अप्रारब्ध द्वितीयटा हूँ कुटम तृतीय बीजम चतुर्थ हूँ प्रारब्ध। ठीक अछि प्रथम दीटा देखंतु अप्रारब्ध और कुटम एटा भविष्यत जीवन कथा कहै बा परजन्म माने एई जन्म रे भी आपण जो स्थिति रे अछंती 5-10 वर्ष परे आपणकर जो फलटा पाइबे बा नेक्स्ट जन्म रे जो फलटा पाइबे भविष्यत पई जोटा सेटा ए अप्रारब्ध और कूट ए दीटा रूप रे अछि। एटा को कोन देखंतु प्रथमटा अप्रारब्ध जोटा होची सेटा आपणकर संचित कर्म जन्म जन्मांतर जो आपण कर्म करिसंती सेटा गोटे जगह रे संचित होई रहउची। जेमती गोटे आपण वृक्ष गोटे आपण मंजी गोटे लगेले माटी रे सेटा सांगे सांग कोन सेटा माने वृक्ष होई फल देबो कि तार टाइम लागिबो कि नै तो संचित कर्म सेटा जमा होई रहिला सेटा को कहा जाउची अप्रकट परिणाम। तापरे कुटमटा कोन बीज रूप नेवा पे प्रस्तुत होची सेटा से पर्यंत सेटा प्रस्तुत हेनी जो आमे पाप कले किंबा पुण्य कले तार जो बीज रूप नेवा पे सेटा प्रस्तुत हेनी ताकू कहा जाय कूट बीजर आग अवस्था को कोन कहा जाय कूट। बुझी पाउचंती तो समस्ते आज्ञा प्रभु। तापरे द्वितीयटा तृतीयटा हला बीजम आउ प्रारब्ध चतुर्थटा एई बीज आउ प्रारब्ध एटा कोन वर्तमान जन्म एई जन्म रे जोटा माने कोन बीजटा हे गला
जो कूटटा ହେଇଗଲା से कूटर नेक्स्ट स्टेज होची बीज माने पापटा बीज रूप नेइनी प्रकट हेबा पई बीज रूप नेला प्रारब्ध हेबा पई प्रस्तुत हैला आउ बीजटा जेतेबेले प्रारब्ध ହେଇଯିବ प्रकट परिणाम ହେଇଯିବ सेटा होची प्रारब्ध टिके टेक्निकल डिफिकल्ट भलिया लागिबो किंतु बुझिबा पई चेष्टा करंतु आज्ञा मु आपन गोटे उदाहरण रे एटा बुझिबा पई मु आपन को चेष्टा करूची देखंतु गोटे लोकटे तार बहुत जन्मर संचित कर्म पाप कर्म अछि तो से पाप कर्म कौन हम गोटे जगह जमा होची ताकू कहा जाउची अप्रारब्ध संचित कर्म को से अप्रारब्ध जो जमा कराई ना से अप्रारब्ध कौन हम सेटा ना आपन को इंस्टिगेट करिवो कोनोसी गोटे खराब काम करिया पई जोटा को आमे कहूछु संस्कार माने अचानक गोटे पाप कर्म करिया पई गोटे माइंड टे हमको सियाडे टाणी नहीं गला आमे चाहू नथिले कौन पई आम पूर्व जन्मर अशुभ कर्म सेटा को से कौन करूची गोटे कूट तैयारी कला सेटा को जगह कूट आसिला बहुत जन्मर कर्म फल आउ ए जन्मर भी जो आपण पाप करछन सेटा गोटे जगह जमा ହେଇची से गोटे आमु कौन कला मन भितरे आमर गोटे बासनाट सृष्टि कला चोरी करिवार गोटे इच्छाटे गोटे चोरटी धरंतु अछि चोरी करिवार तार जो इच्छाटा हैला सेटा को कहा गला कूट सेही कूट जेतेबेले चोरी कर्मर बासनाटा तार प्रयासटा जो सेटा करिवो सेटा कहाजिवो बीज माने बीज जेतेबेले रूप नहीं गला माने चोर कौन कला तार प्रथम तो कूट रूप इच्छा प्रकाश कला तापरे से प्लान कला केमती चोरी करिवि कहा घर को जीवी तापई किछि गोटे प्रयास कला आ जेतेबेले से एक्चुअल चोरी कर्मटा करिदेला सेटा हेजिवो पाप आपनकर सेटा होची पाप तो कूटरू प्रथम हैला अप्रारब्धरू कूट हैला कूटरू बीज हैला बीजरू पाप हैला आउ पाप चोरी चोरी कर्म संपादन हो गला आ पुलिस हाथ में जेतेबेले धरा पड़ीगला सेटा होची प्रारब्ध माने पुलिस हाथ में धरा पड़ीगला माने कोन प्रारब्ध माने एक्चुअल दुखटा पळै आसिला माने जण को कहला गोटे बड़ ताकू रोग हो गला तार प्रारब्धटा फळी गला तार ए पर्यंत रोग नथिला बढ़िया से धरतु 25 वर्ष पर्यंत बहुत सुस्थ थिला 26 नंबर बयस रे पुलिस टा धरी पकेला पूर्व जन्मर कर्म ए जन्मर कर्म ए टाइप रो धरा पड़ीगला सेटा कौन हो गला प्रारब्ध हो गला ए जन्म रे हमको भोगी पाकू पड़ुची सेटा आज्ञा जोटा भोगिले आ जोटा बंची रही गला पुणी सेटा अप्रारब्ध को ट्रांसफर हैला तो एटी गोटे साइकिल टे मु शुभ अशुभ कर्म चक्र देइची बुझी पाले आज्ञा आज्ञा शुभ अशुभ कर्म चक्र बुझी पाले तो आज्ञा प्रभु ना इथिरे आउ कोन डाउट किछि अछि ना कोन हरे कृष्ण केमिति प्रभु केमिति हमर कर्म काम कुछि आपण जानि पाले तो एटा शिल प्रभुपाद लिखिछन्ती हरे कृष्ण प्रभु जी जोड़ा हमर पापटा बंचिला आउ थरे आउ गोटे जन्म पे सेटा संचित हो गेला जोटा प्रारब्ध रे आपण भोगी देले किंतु सबु तो भोगी नांती ना असंख्य पाप अछि पुणी ए जन्मर पाप भी आपण किछि जदि करिसेंती सेटा तो गोटे जगह जमा हबो ना सेटा अप्रारब्ध को संचित कर्म को पळेबो पुणी सेटा कूट हेबो हां आज्ञा प्रभु बुझिले प्रभु जी ए जन्म रे केते पाप करचंदी से किछि भोगी न थाउचंदी से तांकर मृत्यु हे गेला तापर से संचित हो नेक्स्ट जन्म रे तांकर सेटा हबो ना पर आपण साइकिल टा बतै देली कोउथिर रक्षा नाही सेटा पूरा संचित हेकरी अछि बैंक रे सेही टाइप रो आपनकर पुण्य भी सेहीटा एही साइकिल रे से पुण्य भी जीवो जेतेबेले आपन पुण्य फल प्रारब्ध रे पाइबार थिबो अचानक आपन सब जिंस आपन जीवन शुभ हबो बुझी पारले तापरे हमें पवित्रम डिस्कस करि पारले तापरे उत्तम उत शब्दर अर्थ होउची ऊपर आ तम होउची अंधकार शिल प्रभुपाद जे कोन कहउचंती तात्पर्य उत्तम रो अर्थ दिया आइछि जे भौतिक जगत अंधकार रो ऊपरे माने भौतिक जगतटा अंधकार हैला तम आ उत्तम माने सबुठु ऊपर जहाँ उत्तम यही ज्ञानटा भगवान श्रीकृष्ण संबंधी होइतबारु यह सर्वश्रेष्ठ उत्तम अटे जो आमे जो थिरे आमे जो अंधकार रे पड़ी रहिजु से अंधकार रो ए ज्ञानटा हमकु बाहर करि पारिबो उत्तम शब्द सेटा तापरे आसिला प्रत्यक्ष अवगमम साक्षात अनुभव जन्य यही ज्ञान अटे साक्षात अनुभव जन्य ज्ञानटा कोन माने साक्षात अनुभव केमिति कले प्रभुपाद को तात्पर्य जानतु
478 पेज लास्ट पैराग्राफ कहुଯାଇଛି भक्ति जोग मार्ग रे सेवा कर्म एते निर्दोष जे व्यक्ति प्रत्यक्ष भाव में तार फल उपलब्धि करिपारे ए प्रत्यक्ष फल वास्तव में अनुभूत होइअछि एवं आम मानकर ए संबंध में वास्तव अनुभूति अछि जदि कौन व्यक्ति भगवान ए दिव्य नाम हरे कृष्ण 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 हरे 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 राम 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 हरे कीर्तन करे समय क्रमे से दिव्य सुख आनंद अनुभव करे एवं खूब शीघ्र भौतिकता रूपक दोषरू मुक्त ही विशुद्ध हो जाए। अच्छा ताहले एटा कोन आमे निज प्रत्यक्ष लाइफ रे आमे कोन देखुने जे केमिति आमे जेबे आमे आरंभ कले भक्ति जीवनटा हरे कृष्ण नाम नेबा आरंभ कले आम जीवन केते परिवर्तन होईची এই ওয়ার্ডটা প্রত্যক্ষ অবগমনর সেইটা সাক্ষাৎ অনুভব জন্য এই জ্ঞান অটে কেতে মানে হিপি থিলে শিল প্রভুপাদ লক্ষ লক্ষ হিপি কু কেমিতি হেপি করাইলে ভগবানଙ୍କର ଭକ୍ତିର ଜ୍ଞାନ ଯୋଗୁଁ ପ୍ରତ୍ୟକ୍ଷ ଅନୁଭବ ଜିନିଷ ଏଇଟା କୁହାଯାଉଛି ଯେଉଁ ବ୍ୟକ୍ତି ଭଗବାନଙ୍କ ଶରଣ ଗ୍ରହଣ କରିଛି ତା ପାଇଁ ଭକ୍ତି ଭଗବାନଙ୍କର ପ୍ରତ୍ୟକ୍ଷ ଅନୁଭବ ଏବଂ ସଂସାରରୁ ବୈରାଗ୍ୟ ଏ ତିନିଟା ଜିନିଷ ଅନୁଭବ ଏକା ସାଙ୍ଗରେ ହବ ମାନେ ଭକ୍ତି ବୈରାଗ୍ୟ ବି ହେଇଯିବ ଆଉ ଭଗବାନଙ୍କର ପ୍ରତ୍ୟକ୍ଷ ଭକ୍ତିର ଅନୁଭବ ବି ହେଇଯିବ ଯେମିତି ଆପଣ ଯେତେବେଳେ ବହୁତ ଭୋକିଲା ଥିବେ ଆପଣଙ୍କୁ ଖାଦ୍ୟ ମିଳିଯିବ ଭୋଜନ ମିଳିଯିବ ତାହେଲେ ଆପଣଙ୍କ ସାଙ୍ଗରେ କଣ ଯେମିତି ଆପଣ ଗୋଟେ ଗ୍ରାସ ନେବେ ଆପଣ କ୍ଷୁଧା ଶାନ୍ତ ହେବ ତୁଷ୍ଟି ହେବ ପୁଷ୍ଟି ହେବ ଏକା ସାଙ୍ଗରେ ହେବ ଏମିତି ନାହିଁ କି କୌଣସି ଆପଣଙ୍କୁ ମାନେ ଆପଣ ଖାଇଲେ ଆପଣଙ୍କୁ ଅଧା पुष्टि मिललानी शरीर को पुष्टि मिललानी शरीर को पुष्टि भी मिलिब आनंद भी तुष्टि भी मिलिब ए हिसाब रे एटा प्रत्यक्ष अवगमन कहा जायछि तापर शब्द हैला धर्म्यम भक्तर लक्षण गुड़िक धर्म्यम अटे माने कोन ए जो भक्ति रे आमे जहा सब लक्षण गुड़ा दिया जायछि सेटा को धर्म कहि समस्त मनुष्य भगवान अधोक्षजक प्रेम प्रेम भक्ति प्राप्त करबा हेछि संपूर्ण मानवतार परम धर्म ए भक्ति अखंड आ कारण रहित हेबा उचित अहेतुकी अप्रतिहता एटा गोटे आपनकर श्रीमद् भागवतम रो गोटे श्लोक अछि प्रथम स्कंध द्वितीय अध्याय 6 नंबर श्लोक सर्वे पुंसाम परो धर्मो यतो भक्ति यदोक्षजे अहेतुकी अप्रतिहता यजात्मा प्रसिद्धिति माने सबुटर हमर परम धर्मटा कोन हमर परम धर्म होछि भगवान कृष्णकर भक्ति करिबा तो एटा धर्मम शब्द कहा गला कर्तुम सुसुखम भक्ति आचरण जो पथटा सेटा सुगम और सुखमय अटे जदि यह न होता ताहले 5 वर्षर बालक ध्रुव भक्ति केमती प्राप्त करते गजेंद्र हाथी गोटे पशु शरीर रे अछंती किंतु से भक्ति भगवान को प्राप्त कले कुब्जा असुंदरी शरीर रे थाई भगवान को प्राप्त कले सुदामा गरीब थाई प्राप्त कले विदुर दासी पुत्र थाई प्राप्त कले आउ जने किए एमती अछंती से निर्बल थिले और प्राप्त कले कहंतु से होचंती मथुरार आपण माने कहंतु कौन कहले प्रभु जी क्वेश्चन टा आउथरे कौन कहले मथुरार एमिति किए जने से भगवान कर भक्ति तांकर माने से निर्बल थिले तांकर बल नथिला से असहाय थिले अक्रूर प्रभु अक्रूर नहीं एथिरे उदाहरण दियो उग्रसेन महाराज कोन कंस तांको जेल रे पुरे देथिला ना आज्ञा राजा हेगिरी भी तांकर बल थिला कि से कंस को किछि करि पारलेनी तो से निर्बल थाई भी भगवान कृष्ण को पाई पारले यार अर्थ कोन ए जो आमे उदाहरण सब देले कोनोसी व्यक्ति मध्य भक्ति प्राप्त करि परिबो आउ एथिरे आयु जन्म सुंदरता धन जन्म बल ए सब बाधा नु आ भगवान एटा कोन कहिले एटा भक्ति आचरण पथ सुगम भी सुखमय केवल नहीं बहुत सुगम भगवान तो खाली कोन कहछन पत्रं पुष्पं फलं तोयं यो मे भक्ता प्रणश्यति माने मते पत्र फूल फल जल एति मात्र भी देकी माने गरीब रु गरीब लोक हेले भी ए चारटा जिंस ता पाखरे अवेलेबल अछि तो भक्ति ठु आउ कोन सुगम मार्ग कोन रहिला कि अन्यान्य मार्ग एते सुगम होई पारला कि ज्ञान मार्ग एते आपण वेद शास्त्र सब पाठ करिवे सेतिरे कोनसी ग्यारंटी नाही तापरे आपणकर योग मार्ग
ଅଷ୍ଟାଙ୍ଗ ସିଦ୍ଧି ଏଇ ସବୁ ଜିନିଷ ବହୁତ କଣ, କିନ୍ତୁ ଭଗବାନ ଭକ୍ତି ଯୋଉ କେତେ ସରଳ କରିଛନ୍ତି। ତ ଏଇ ଜ୍ଞାନଟା ସେଥିପାଇଁ କୁହାଗଲା କର୍ତ୍ତୁମ ସୁସୁଖମ। ତାପରେ ରହିଲା କଣ ଅବ୍ୟୟ। ଏଇ ଭକ୍ତିର କେବେ ବିନାଶ ହବନି, ଏଇଟା ଶାଶ୍ୱତ ଅଟେ। ଅଲଗା କୋଉ ବି ସାଧନରେ ଆପଣ ଯିବେ, ସେଇଟା ଆପଣଙ୍କ ଶରୀର ଥିଲା ପର୍ଯ୍ୟନ୍ତ, ଶରୀର ସରିଲା ଆପଣଙ୍କର ସେଇ ସବୁ ସାଧନ ସରିଲା। ଜଣେ ସାଂସାରିକ ପାଠ ପଢିଛି, ବହୁତ ବଡ MBBS ଡକ୍ଟର ହେଇଛି, IAS ହେଇଛି, ମରି ସାରିଲା ପରେ କଣ ସେ ଜ୍ଞାନ ତା ପାଖରେ ରହିଲା କି? ସେ ନୂଆ ଜନ୍ମ ପାଇଲେ ଏଇ ଜ୍ଞାନ ପୁରା ପୋଛି ହେଇଗଲା, ପୁଣି ସେ କ୍ଲାସରୁ ପାଠ ପଢିବ, କିନ୍ତୁ ନାହିଁ। ଠିକ। ଭଗବାନଙ୍କର ଏଇ ଭକ୍ତିଟା କଣ, ଯୋଉଠୁ ଛାଡିଦେବେ ସେଇଠୁ ଆରମ୍ଭ ହବ। ଏଇଟା ଶାଶ୍ୱତ। ଆପଣ ଯୋଉ ଭକ୍ତିଟା କରୁଛନ୍ତି ସେଟା କେବେ ନଷ୍ଟ ହବନି। ଆପଣ ଥରେ ବି ଆପଣଙ୍କ ମୁହଁରୁ କୃଷ୍ଣ ବାହାରି ଯାଇଛି, ସେଇଟା ଲେଖା ହେଇକି ରହିଛି। ଭଗବାନଙ୍କୁ କୁହାଯାଏ ଗୋଟେ ପିମ୍ପୁଡି ତା ଗୋଡରେ ଯଦି ପାଉଁଜି ପିନ୍ଧିବ, ତାର ବି ଧ୍ୱନି ଯଦି ବାହାରିବ, ସେଇଟା ଭଗବାନ ଶୁଣନ୍ତି। ତ ଆପଣଙ୍କର କୌଣସି ବି ଯାହା ବି ଭକ୍ତି ପାଇଁ କରିଛନ୍ତି ସେଟା କେବେ ବ୍ୟର୍ଥ ଯିବନି। ତ ଏଇ ଶ୍ଲୋକ ଏଟା ବହୁତ ଇମ୍ପୋର୍ଟାଣ୍ଟ ଶ୍ଲୋକ ଥିଲା। ଆପଣ ମାନେ ସବୁ ବୁଝିପାରିଲେ ତ? ରାଜବିଦ୍ୟା କଣ ପାଇଁ କୁହାଗଲା, ରାଜଗୁହ୍ୟମ କଣ ପାଇଁ କୁହାଗଲା, ପବିତ୍ରମ ଉତ୍ତମମ ପ୍ରତ୍ୟକ୍ଷ ଅବଗମମ ଧର୍ମ୍ୟମ କର୍ତ୍ତୁ ସୁସୁଖମ ଅବ୍ୟୟମ। ଆପଣ ଆଉ ଥରେ ପୁଣି ପଢିବେ, ଆଉ ପୁଣି ଏଇଟା କିଛି ଅସୁବିଧା ହେଲେ ପୁଣି ଆପଣ ନ ବୁଝିପାରିଲେ ପୁଣି ନେକ୍ସଟ କ୍ଲାସକୁ ପଚାରିବେ। ଏବେ ଶ୍ଲୋକ 3 ଯାଏଁ ପାଠ। ହଁ ପ୍ରଭୁଜୀ ହରେ କହନ୍ତୁ। କୃଷ୍ଣ। ପ୍ରଭୁଜୀ ଅବଗମ ମାନେ ମୁଁ ଏଇଟା କିଛି ନୋଟ କରିପାରିଲିନି, ବୁଝିପାରିଲିନି, ସେ ପଳେଇଲା, ସ୍କିପ୍ କରିଗଲି ବୋଧେ। ପ୍ରତ୍ୟକ୍ଷ ଅବଗମନ ସାକ୍ଷାତ ଅନୁଭବ ଏଇ ଜ୍ଞାନ ଦ୍ଵାରା ଆପଣ କରିପାରୁଛନ୍ତି ମାତାଜୀ। ଏଇଟା ତ ଆପଣ ନିଜ ଜୀବନରେ ଆପଣ ଅନୁଭବ କରିଛନ୍ତି। ଆପଣ କଣ ଜନ୍ମ ହେଲାରୁ ଭକ୍ତ ଥିଲେ କି ମାତାଜୀ? ନାଇଁ ପ୍ରଭୁ। ଏଇ ଯେତେବେଳେ ଶିଳ ପ୍ରଭୁପାଦଙ୍କ ଦୟାରୁ ଆପଣ ସବୁ ଯେତେବେଳେ ଆପଣ ହରେ କୃଷ୍ଣ ମହାମନ୍ତ୍ର ଜପ କଲେ, ଭକ୍ତି କଲେ, ଆପଣଙ୍କ ଜୀବନରେ ପ୍ରତ୍ୟକ୍ଷ ଅନୁଭବ କଣ କଲେ? ଆଜ୍ଞା ଭକ୍ତି ପଥ ଭଗବାନ। କେତେ ଭଲ ଆପଣ ଜାଣିପାରିଲେ କି ନାଇଁ? ଆପଣ ଜୀବନଟା ଆଜ୍ଞା ଚେଞ୍ଜ ହେଲା କି ନାଇଁ? ହୁଏ ତ ଆପଣ ଆଇଁଷ ଖାଇ ନ ପାରୁଛନ୍ତି, କିନ୍ତୁ ବହୁତ ଲୋକ ଅଛନ୍ତି ଯୋଉମାନେ ଆଇଁଷ ଖାଉଥିଲେ, ପାପାଚାରୀ ଥିଲେ, ସେମାନେ ଆଜି ଭକ୍ତ ହେଇଛନ୍ତି, ତିଲକ ଲଗେଇଛନ୍ତି, କେତେ ଭଲ ଜୀବନ ବଞ୍ଚୁଛନ୍ତି। ଏଇ ପ୍ରତ୍ୟକ୍ଷ ଅନୁଭୂତି ଟା ହେଲା କି ନାଇଁ? ଏଇ ଜ୍ଞାନ ଦ୍ଵାରା ଏଇଟା କୁହାଯାଇଛି ମାତାଜୀ, ବୁଝିପାରିଲେ? ଶ୍ଲୋକ 3 କି ଜଣେ ପାଠ କରନ୍ତୁ। ହରେ କୃଷ୍ଣ। ଆଚ୍ଛା ମାତାଜୀ, ମୁଁ ଆଉ ଗୋଟେ କଥା ଅସୁରଥ ପଚାରିବାକୁ ଚାହୁଁଛି। ଆମେ ଏତେ ଇଲାବୋରେଟଲି ଏଇଟା କଣ ମାନେ କିଛି ବେଶୀ ଇଲାବୋରେଟ ହେଇକରି ବେଶୀ ଆପଣଙ୍କୁ ମାନେ ଠିକ ଏଇଟା ରହୁଛି ତ, କି ମାନେ ବେଶୀ ଇଲାବୋରେସନ ଟା ବେଶୀ ହେଇଯାଉଛି? ବହୁତ ସୁନ୍ଦର ଅଛି ଠିକ। ପ୍ରଭୁଜୀ, ବହୁତ ମାନେ ମୁଁ ସୁନ୍ଦର କ୍ଲାସ କଣ ଅଛି ପାଇଁ ଏ ଆମେ। ସବୁ ଏତେ ଇଲାବୋରେଟ, ଦେଖନ୍ତୁ ଏତେ ଇଲାବୋରେଟ କରିବା ନିହାତି ଦରକାର, କାହିଁକି ଶିଳ ପ୍ରଭୁପାଦ ଯାହା ଯାଉ ସବୁ କହିଛନ୍ତି ମୁଁ ପ୍ରତ୍ୟେକଟାକୁ କଭର କଲି। ଯୋଉ ଶ୍ଲୋକ ଏତେ ଇମ୍ପୋର୍ଟାଣ୍ଟ ନଥିବ ସେଟାକୁ ଆମେ ସର୍ଟକଟ ରେ ଯିବା, ବୁଝିପାରିଲେ? ଆଜ୍ଞା। ଶ୍ଲୋକ 3 କୁ ପାଠ କରନ୍ତୁ। ଅସ୍ତ୍ରଧାନः ପୁରୁଷାः ଧର୍ମस्य अस्य परन्तप अप्राप्यं मा निर्वर्तन्ते मृत्यु ସଂସାର ବାତ୍ମନି। ହେ ଶତ୍ରୁହନ୍ତା ଅର୍ଜୁନ, ଯେଉଁମାନେ ଭକ୍ତି ଯୋଗ ମାର୍ଗରେ ଶ୍ରଦ୍ଧାବାନ ନୁହନ୍ତି, ସେମାନେ ମୋତେ ପାଇପାରନ୍ତି ନାହିଁ। ସେମାନେ ଏ ଜନ୍ମ ମୃତ୍ୟୁ ପୂର୍ଣ୍ଣ ଭୌତିକ ସଂସାରକୁ ଫେରି ଆସନ୍ତି। ହରେ କୃଷ୍ଣ। ଧନ୍ୟବାଦ ମାତାଜୀ। ପ୍ରଥମଟା ହେଲା ଶ୍ରଦ୍ଧା କଥା କୁହାଗଲା। ଶ୍ରଦ୍ଧା ବା ବିଶ୍ୱାସ ହେଉଛି ପ୍ରଧାନ କଥା। କୃଷ୍ଣ ଚେତନା ମାର୍ଗରେ ଅଗ୍ରଗତି ନିମିତ୍ତ ଏହା ପ୍ରଥମ ଆବଶ୍ୟକ। ଏଇଟା ପ୍ରଥମ ପାରାଗ୍ରାଫ ଶିଳ ପ୍ରଭୁପାଦଙ୍କ ତାତ୍ପର୍ଯ୍ୟ। ଶ୍ରଦ୍ଧାଟାରୁ ଆରମ୍ଭ ହୁଏ ଭଗବାନଙ୍କର ଭକ୍ତି। କୃଷ୍ଣ ଚେତନା ମାର୍ଗରେ ଅଗ୍ରଗତି ନିମିତ୍ତ ଏହା ପ୍ରଥମ ଆବଶ୍ୟକ, ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚୈତନ୍ୟ ଚରିତାମୃତରେ କଣ କୁହାଯାଇଛି? ବ୍ୟକ୍ତିର ପୂର୍ଣ୍ଣ ବିଶ୍ୱାସ ବା ଶ୍ରଦ୍ଧା ରହିବା ଉଚିତ ଯେ ଯିଏ କେବଳ ପରମ ପୁରୁଷ ଭଗବାନଙ୍କ ସେବାରେ ରତ, ସେ ଜୀବନରେ ପୂର୍ଣ୍ଣତା ଲାଭ କରିବ। ଏଇଟା ଚୈତନ୍ୟ ଚରିତାମୃତରେ ଲେଖା ହେଇଛି। କଣ ଲେଖା ହେଇଛି? ଶ୍ରଦ୍ଧା ଶବ୍ଦେ ବିଶ୍ୱାସ କହେ ସୁଦୃଢ ନିଶ୍ଚୟ, କୃଷ୍ଣ ଭକ୍ତି କହିଲେ ସର୍ବକର୍ମ କୃତ ହୟ। ଆଉ ଗୋଟେ କଥା ଦେଖନ୍ତୁ, ଏଇ ଯୋଉ ଭକ୍ତିର 9ଟା ଯୋଉ ଆମର ଷ୍ଟେଜ ରହୁଛି ବା ସୋପାନ ରହୁଛି, ସେଇ ସୋପାନର ଆରମ୍ଭଟା କୋଉଠି ହଉଛି? ଶ୍ରଦ୍ଧାରୁ। ଆଦୌ ଶ୍ରଦ୍ଧା, ତାପରେ ଦ୍ଵିତୀୟ ସାଧୁ ସଙ୍ଗ, ତୃତୀୟ ଭଜନ କ୍ରିୟା, ଅନର୍ଥ ନିବୃତ୍ତି, ନିଷ୍ଠା, ରୁଚି, ଆସକ୍ତି, ଭାବ ଆଉ ପ୍ରେମ। ଲାଷ୍ଟ ହଉଛି ପ୍ରେମ। କିନ୍ତୁ ସେ ପ୍ରେମ ପ୍ରାପ୍ତି ହେବାର ପ୍ରଥମ ପ୍ରଭୁଜୀ ସୋପାନଟା ହରେ ହଉଛି କୃଷ୍ଣ। ଶ୍ରଦ୍ଧା। ପ୍ରଭୁଜୀ 9ଟା ଅଙ୍ଗ ଆଉଥରେ କୁହନ୍ତୁ, ଟିକେ ଲେଖୁଛୁ। ଶ୍ରଦ୍ଧା, ଶ୍ରଦ୍ଧା, ସାଧୁ ସଙ୍ଗ, ଭଜନ କ୍ରିୟା, ଅନର୍ଥ ଆଜ୍ଞା, ନିବୃତ୍ତି, ନିଷ୍ଠା,
रुचि, आसक्ति, भाव, प्रेम। लास्ट रे प्रेम। हाँ श्रद्धा आज्ञा श्रद्धा। एटा आपण माने डिटेल रे पढ़िबे भक्ति रसामृत सिंधु रे। आज्ञा तापरे भगवत गीता चतुर्थ अध्याय 39 नंबर श्लोक कौन कहले भगवान श्रद्धावान लभते ज्ञानम। श्रद्धावान लोक को ज्ञानर प्राप्ति हुए, या फल से परम पद को प्राप्त हुए। अश्रद्धावान लोकर उदाहरण दीटा आपण अश्रद्धावान लोकर उदाहरण दीटा सुनंतु। गोटे हला दुर्योधन। दुर्योधन से कौन विश्व रूप देखिला किंतु तार श्रद्धा नथिला, से भगवान को जानी पारिला नहीं। आ गोटे दुशासन। दुशासन कौन वस्त्र अवतार देखिला कि नहीं भगवान कर, जिते बेले से वस्त्र हरण कला से कौन तार एते बुद्धि नहीं, एते वस्त्र कुआडू आसिला बोली से जानी पारला जे एटा भगवान वस्त्र अवतार धारण कले, किंतु श्रद्धा हेलानी बोली कि भगवान को साक्षात वस्त्र अवतार आउ आपनकर विश्व रूप दर्शन करिकी मध्य ये जानी पारले नहीं। कृष्ण माता साइलेंट हो जाती वेदावती सीता देवी माता। हाँ ठीक है, आवाज टा आछि। वेदवती माता जी तापरे एटा हम श्रद्धा कथा आसला। अश्रद्धानां पुरुषा धर्मशास्य परंतप अप्राप्यं मा निवर्तन्ते मृत्यु संसार वर्तनी। अच्छा आउ गोटे कथा मु एठी आपन कहबा पई चाहूची, जोटा शिल प्रभुपाद लिखिचंती यथा तरोर्मूल निषेचनेन तृप्यन्ति तत्स्कंद भुजोपशाखाः प्राणोपहराच्च यथेन्द्रिण्याम तथैव सर्वाहणम अत्युच्च इज्या। अत्युच्च इज्या, इज्या माने पूजा करिबा, अच्युत माने भगवान श्री कृष्ण। यथा तरोर्मूल निषेचनेन माने मूल को जेते बेले आपण पानी देबे ताहेले तृप्यन्ति तत्स्कंद भुज उपशाखाः, मूल को पानी देले गछर स्कंद शाखा सबु से माने तृप्त हो जिवे। एई विश्वासटा आपनकर एई श्रद्धाटा रहिबा कथा कि मु भगवान कृष्णकर पूजा करूची माने अलगा देवता माने पूजा पाई गले। जेमिति आपण पेट को खाद्य देला मात्र के शरीरर सबु अंग आपे आप सुस्थ हो गले ने। आपण जदि भाबिबे आज आखिटा किछि खाइलानी, पादटा आज भल से खाइलानी सुखी जीव, हाथटा टे खाई पारलानी, एमती कले कौन हम यही डाउट रहिले श्रद्धा रही जदि न रहिबो कि मु पेट को देई देली मात्र के मोर सब संपूर्ण शरीर पुष्ट हबो। एईटा को कहे एटी श्रद्धा कथा। एटे शिल प्रभुपाद कहउछन जे हमको विश्वास करिया पड़िबो जे भगवान कृष्णकर आमे आराधना भक्ति कला मात्र के समस्त तुष्ट, खाली भगवान देव माने अलगा देवता माने नो, एई पृथ्वी पृष्ठ रे भी जेते सब अछंती जहा को आमे आज्ञा आपन करिकी नहेले आमे चलुनी से माने भी गोटे दिन तुष्ट हेबे, कहार अपराध हबनी। हमको एई विश्वासटा करिकी हमको भक्ति आकू बढ़िया पड़िबो, एई श्रद्धा रखिया पड़िबो। तापरे श्रद्धा बा विश्वास बुद्धि संबंध रे तीन प्रकार माने भक्त कथा शिल प्रभुपाद लिखिछन्ती। पेज नंबर आपनकर 484 ये कौन एटा कनिष्ठ भक्त, मध्यम भक्त, उत्तम भक्त। कनिष्ठ भक्तटा किए? कनिष्ठ भक्त होची सीए जहार श्रद्धा पूर्ण नाही, जहार श्रद्धाटा कंचा जाहु कह माने बहुत बहुत कम श्रद्धा। से कौन करुची मंदिर को जाउची आ खाली विग्रह दर्शन करिके भाबुची एटा भगवान, सेटा होची तमर होची सेटा होची कनिष्ठ भक्त। किंतु जे मध्यम भक्त से कौन द्वितीय श्रेणी मध्यम भक्त से माने जो माने भक्ति ग्रंथ पाठ करी हृदयंगम करिबारे अधिक पारदर्शिता लाभ करिनांती, किंतु स्वतः सेमानकर ए विश्वास जात होईची जे कृष्ण भक्ति बा कृष्ण सेवा ही उत्तम पन्था। एई विश्वास बशवर्ती ही से माने ए मार्ग ग्रहण करिसेंती। आ जोटा सर्वश्रेष्ठ जोटा शुद्ध भक्त से सबु आड़े भगवान कृष्ण को दर्शन करिवो। ए माने मध्यम भक्त वाले कौन करती, जो माने माने भगवान कर भक्त नुहंती, जो माने प्रॉब्लम क्रिएटर से मान को दे माने एवॉइड करती भक्ति रे तांकर लागि थांती।
आउ जो माने कनिष्ठ भक्त से माने झगड़ा करती भक्त मान संगे भी झगड़ा करती से माने कनिष्ठ भक्त उत्तम भक्तटा कौन से क्या समस्त को से भगवान रूप में देखिए से आउ क्या अलग भाविनी ये तीन टा भक्त कथा कहुई प्रभु जी मध्यम भक्तटा कौन कहले? मध्यम भक्तटा हूँ जो भक्त आपणकर भक्ति ग्रंथ पाठ करी हृदयंगम पूरा करि परिने किंतु तार गोटे विश्वास अच्छी जे कृष्ण भक्ति और कृष्ण सेवाटा सबुठ उत्तम पंथा आ से भक्ति मार्ग रे आगे से तमने एते शास्त्र एते निपुण नुह से समस्त शास्त्र जानी माने जदि जड़े कह जड़े मध्यम भक्त पाक आसब से कन्भिन्स करें कि भगवान कृष्ण केमती शास्त्र कौन लिखाई परम पुरुष भगवान केमती हेले से कन्भिन्स पूरा समस्त शास्त्र जानी किंतु से निजे एटलिस्ट जानी जे भगवान कृष्ण भक्ति सर्वश्रेष्ठ से होती परम पुरुष भगवान आ से कौन करुच्ची जे माने भक्त को सम्मान देखा अभक्त टू दूर हो जाऊँगी से हूँ मध्यम आ समस्त को जे समान रूप में भगवान कृष्ण रूप में देखुची से हूँ उत्तम जोटा कि आमर सब लीडर माने जो माने अच्छे शुद्ध भक्त एवं आकु बढ़िया अप्राप्य माम निवर्तन्ते मृत्यु संसार वर्तिनी जो प्रकार ऊर्ध्वगति प्राप्त हेले साधक को पुणी मृत्यु संसार को फेर पड़ो से पर्यंत से भगवान श्रीकृष्ण को भक्ति करे माने देखंतु एठी कौन कहगला विभिन्न लोक विभिन्न ऊर्ध्वगति प्राप्त करुचंती कि नहीं सका माने विभिन्न माने अनुष्ठान कले से कौन कला पुण्य हैला स्वर्ग गला जन तप मह यही सब लोक गले लास्ट को ब्रह्मलोक पर्यंत गले किंतु से पुणी पुनर्बार फेरिया पड़ुची गति आमर तीनटा प्रकार गति अच्छी गोटे गति आपणकर हूँ अधोगति अधोगति क्या कह जाए पाप कले नरक को पलैले अधोगति ऊर्ध्वगति क्या कह जाए पृथ्वी पृष्ठ ऊपर जो लोक सब अच्छी सेटा पुण्य करके आपण प्राप्त कले किंतु आमे जो आम जो गतिटा आमे जो जहाँ पे आमे चेष्टा करुचे सेटा हूँ भगवत प्राप्तिर भक्ति गतिटा सेटा तो ये तीनटा गति भगवत प्राप्तिर गतिटा श्रेष्ठ परंतप ये अर्जुन को भगवान कौन कहले परंतप कहीकि ये माने संबोधन कर अर्जुन निज शत्रु को ताप देवारे समर्थ से परंतप कहुए तो ये भगवान अर्जुन को परंतप कहीं कहते भगवान कहते जो माने मोर शरण नेबे नहीं से माने यही जड़ संसार मृत्युर ताप त्रिताप जो आमर अच्छी सेटा को भोग करेंगे ठीक अच्छे त्रिताप आप समस्ते जानी कौन कहले अधिभौतिक अधिदैविक आध्यात्मिक तीन प्रकार तो भगवान कहते हे परंतप तमें शत्रु को सीने ताप दे पारुच किंतु जदि तमे ए ज्ञान ए भक्ति मार्ग को जदि न एटा करियलो मो शरण रे न आसिल ताहेले एई तमे त्रिगुणितिका मायर तापरे सबुदिन पड़िकी रहिबो श्लोक नंबर 4 जणे पाठ करंतु हरे कृष्ण प्रभु धन्यवाद आया मया ततमिदं सर्वं जगदव्यक्तमूर्तिना मत्स्थानि सर्वभूतानि न चाहं चेष्टेष्वस्थितः। अनुवाद ए समस्त जगत मोर अव्यक्त मूर्ति रे मो द्वारा परिव्यक्त होइअछि समस्त जीव मोठारे अछंती किंतु मु सेमानंक ठारे नाही। धन्यवाद माते इदम सर्वम जगत मया ततम मु संपूर्ण जगत रे व्याप्त अटे तैत्तिरीय उपनिषद रे कौन कहुई तत्सृष्टा तद एव अनुप्राविशत भगवान सृष्टि कला परे सेही सृष्टि रे प्रवेश करती ए कथा आमे डिस्कस करथिले ये तीनोटी विष्णु जो अछंती कारणोदक साई गर्भोदक साई और क्षीरोदक साई विष्णु तो भगवान क्षीरोदक साई विष्णु परमात्मा रूप रे प्रत्येक अणु परमाणु रे प्रवेश करिसंती प्रत्येक जीव मध्य रे प्रवेश करिसंती अव्यक्त मूर्ति ना ये कहगला भगवान परमात्मा रूप में सर्वव्यापी अटंती एवं इंद्रिय द्वारा अगोचर अटंती अव्यक्त अर्थ निराकार नु आम सीमित इंद्रिय रे आमे अनुभव जो करि पारुनु भगवान को प्रेजेंस को सेटा को अव्यक्त कहा जायछि 486 पेज रे शिल प्रभुपाद कोन लिखिछन देखंतु परम पुरुष भगवान गोविंद को प्रति दिव्य प्रेम व श्रद्धा जात होइछि तेबे सेही भगवान को निज भितरे और बाहर आमे देखि परिबा
ତେଣୁ ସେ ସାଧାରଣ ଲୋକଙ୍କର ଦୃଷ୍ଟି ଅଗୋଚର ଅଟନ୍ତି। ଏଠାରେ କୁହାଯାଇଛି ଯେ ଯଦିଓ ସେ ସର୍ବତ୍ର ପରିବ୍ୟାପ୍ତ ହୋଇଛନ୍ତି ଏବଂ ସର୍ବତ୍ର ବିଦ୍ୟମାନ, ତଥାପି ସେ ଭୌତିକ ଇନ୍ଦ୍ରିୟ ସାହାଯ୍ୟରେ ଜଣାଯାଆନ୍ତି ନାହିଁ। ସେଥିପାଇଁ ଏଇ ଅବ୍ୟକ୍ତ ମୂର୍ତ୍ତିନା ଶବ୍ଦ ବ୍ୟବହୃତ ହୋଇଛି। ଯଦିଓ ଆମେ ତାଙ୍କୁ ଦେଖିପାରୁନାହୁଁ, ତଥାପି ସମସ୍ତ ପଦାର୍ଥରେ ସେ ପଦାର୍ଥ ତାଙ୍କ ଉପରେ ହିଁ ଆଶ୍ରିତ ହେଇଛନ୍ତି। ଆଚ୍ଛା, ଗୋଟେ କଥା ଦେଖନ୍ତୁ, ଦ୍ରୌପଦୀଙ୍କର ବସ୍ତ୍ରହରଣ ସମୟର କଥା। ସେଇ ଟାଇମରେ ଭଗବାନ ତାଙ୍କୁ କୋଟି ବସ୍ତ୍ର ପ୍ରଦାନ କଲେ। ତ ବସ୍ତ୍ର ଯେତେବେଳେ ଜଣେ ଦେଖିବ, ସେ ଭଗବାନ ଶ୍ରୀକୃଷ୍ଣଙ୍କର ସଗୁଣ ସାକାର ରୂପକୁ ଦେଖିପାରିଲା କି? ସେ ବସ୍ତ୍ର ଦେଖିଲା, କିନ୍ତୁ ବସ୍ତ୍ର ରୂପରେ କଣ ଭଗବାନ ସେଠି ନଥିଲେ? ଥିଲେ ପ୍ରଭୁଜୀ, କିନ୍ତୁ ଥିଲେ ପ୍ରଭୁ। ଆମର ଜଡ ଚକ୍ଷୁ ଦ୍ଵାରା ଦେଖିବା ପାଇଁ ତ ଦେଖିପାରିବେ। ଏବେ ଆପଣ ବୁଝିପାରିଲେ ଅବ୍ୟକ୍ତ ମୂର୍ତ୍ତି ନା ଏଇ ଶ୍ଲୋକରେ କାହିଁ କୁହାଯାଇଛି? ଆଜ୍ଞା ପ୍ରଭୁ। ସବୁ ଜିନିଷରେ ଆମକୁ ଅଭ୍ୟାସ କରିବାକୁ ପଡିବ କି ସବୁ ଜିନିଷରେ ଆମକୁ ଭଗବାନଙ୍କୁ ମାନେ ଦୃଷ୍ଟି କରିବାକୁ ପଡିବ। ସେ ସବୁ ଜିନିଷରେ ଅଛନ୍ତି। ଗୋଟେ ସାଧୁଙ୍କର ମୁଁ ମାନେ ଶୁଣିଛି, ସେ କଣ କହୁଥିଲେ ଜାଣନ୍ତି? ଆପଣ ଅଭ୍ୟାସ କରନ୍ତୁ, ସକାଳୁ ଉଠିକି ଯିଏ ଆପଣଙ୍କ ସାମ୍ନାକୁ ଆସିବ, ଆପଣ ତାକୁ କହିବେନି, କିନ୍ତୁ ଆପଣ ତାକୁ ମନେ ମନେ ଭାବିବେ ଏଇଟା ନାରାୟଣ ସ୍ୱୟଂ ଭଗବାନ ନାରାୟଣ, ଏଇଟା ଭଗବାନ ଶ୍ରୀକୃଷ୍ଣଙ୍କ ସ୍ୱରୂପ ଏଇଟା। ତାକୁ ମନେ ମନେ ପ୍ରଣାମ ଜଣାନ୍ତୁ ଆଉ ତାକୁ ନାରାୟଣ ବୋଲିକି ଭାବନ୍ତୁ। ତାକୁ କହନ୍ତୁନି, ତାକୁ କହିଲେ ଅସୁବିଧା ହବ। ସେ କହିବ ଏଇଟା କଣ କହୁଛି କହିବ, କିନ୍ତୁ ଏଇଟା ଅଭ୍ୟାସ କରିବା ପାଇଁ ସେ ସାଧୁ କହୁଥିଲେ। ଏମିତି ଅଭ୍ୟାସ ଆପଣ 1 ଘଣ୍ଟା 2 ଘଣ୍ଟା ଏମିତି କରିକିରି 24 ଆୱାର୍ସ ଅଭ୍ୟାସ ହେଇଯିବ। ତାପରେ ଗୋଟେ ଅଭ୍ୟାସ ଆପଣ ହେଇଯିବ ଯେ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ବସ୍ତୁ, ନିର୍ଜୀବ ନିର୍ଜୀବ ସଜୀବ ସବୁ ଭଗବତମୟ ଆପଣ ଜଣା ପଡିବ। ତାପରେ ଆପଣ ଏଇ ଅଭ୍ୟାସ ଯଦି ଆପଣ କରିବେ, ସେତେବେଳେ ଆଉ ଅବ୍ୟକ୍ତ ମୂର୍ତ୍ତି ନା ରହିବନି, ଭଗବାନ ସବୁରେ ଆପଣଙ୍କୁ ଦେଖାଯିବେ। ଏଇଟା ଏଇ ଦୃଷ୍ଟିଟା କାହାର? ମହାଭାଗବତ ମାନଙ୍କ ଦୃଷ୍ଟି। ମତ୍ସ୍ଥାନୀ ସର୍ବଭୂତାନି, ତାପରେ ଶବ୍ଦଟା ସମସ୍ତ ପ୍ରାଣୀ ମୋ ଠାରେ ସ୍ଥିତ ଅଛନ୍ତି ବା ଆଶ୍ରୟ ନେଇଛନ୍ତି। ତଥାପି କେହି ଏହି ସିଦ୍ଧାନ୍ତ ଗ୍ରହଣ କରିବା ଉଚିତ ନୁହେଁ ଯେ ସର୍ବତ୍ର ପରିବ୍ୟାପ୍ତ ହୋଇଥିବା ଯୋଗୁଁ ସେ ତାଙ୍କର ବ୍ୟକ୍ତିଗତ ଅସ୍ତିତ୍ୱ ହରାଇଛନ୍ତି। ଏ ଯୁକ୍ତିକୁ କାଟିବା ନିମିତ୍ତ ଭଗବାନ କହୁଛନ୍ତି, ମୁଁ ସବୁଠାରେ ଅଛି, ମସ୍ତାନି ସର୍ବଭୂତାନି, ଏବଂ ସବୁ କିଛି ମୋ ଠାରେ ଅଛି, ତଥାପି ମୁଁ ସ୍ୱତନ୍ତ୍ର ଅଟେ। ତା ଅର୍ଥ ଏଇଟା ନୁହଁ ଯେ ଭଗବାନ ଏଠି ପଳେଇ ଆସିଲେ, ସବୁ ଜାଗାରେ ଅଛନ୍ତି ଆଉ ଗୋଲକ ଧାମ ଖାଲି ହେଇଗଲା। ନାଇଁ, ଭଗବାନଙ୍କର ଅଚିନ୍ତ ଶକ୍ତିକୁ ଆପଣ ଜାଣନ୍ତୁ। ଭଗବାନ ଗୋଲକରେ ବି ଏକା ସାଙ୍ଗରେ ଥିବେ, ଅସଂଖ୍ୟ ବୈକୁଣ୍ଠ ଲୋକରେ ବି ଥିବେ, ପରମାତ୍ମା ରୂପରେ ସବୁ ନିର୍ଜୀବ ସଜୀବ ବସ୍ତୁ ମଧ୍ୟରେ ବି ଥିବେ। ଭଗବାନଙ୍କର ହଉଛି ଏଇଟା ଅଚିନ୍ତ ଶକ୍ତି। ସେ ସବୁ ଜାଗାରେ ଅଛନ୍ତି ଆଉ ସବୁ ଜାଗାରେ ନାହାନ୍ତି। ଏଇ ଜିନିଷଟା ଲୋକ ଆକ୍ଚୁଆଲି ମାନେ ଯୋଉମାନେ ମାୟାବାଦୀ ମାନେ ବା ଯୋଉମାନେ ମୂଢ ଲୋକମାନେ, ତଥାକଥିତ ଜ୍ଞାନୀ ଲୋକମାନେ, ଏଇ କଥାକୁ ସେମାନେ ବିଶ୍ୱାସ କରିପାରନ୍ତି ନାହିଁ, ଭଗବାନଙ୍କର ଏଇ ଅଚିନ୍ତ ଶକ୍ତି। ଗୋଟେ ଏକ୍ସାମ୍ପଲ ଦିଆ ହେଇଛି ଯେ ବ୍ୟକ୍ତିର ଯୋଉ ଛାୟାଟା, ସେ ବ୍ୟକ୍ତିର ଆଶ୍ରୟରେ ଅଛି। ମାନେ ଆପଣ ଯାଉଛନ୍ତି, ଆପଣଙ୍କର ଛାୟାଟା ପଡିଲା, ଆପଣଙ୍କର ଦେହ ଶରୀରର ଛାୟାଟା ଆପଣଙ୍କର ଆଶ୍ରୟରେ ଅଛି। ସେ ଛାୟାଟା ଆପଣଙ୍କ ଶରୀରରୁ ଆସିଛି, କିନ୍ତୁ ଆପଣ ସେ ଛାୟାର ଆଶ୍ରିତ ଅଛନ୍ତି କି? ନା। ଛାୟାଟା ଆପଣଙ୍କଠୁ ଉତ୍ପନ୍ନ ହେଲା, କିନ୍ତୁ ଆପଣ ଛାୟାଠୁ ଉତ୍ପନ୍ନ ହେଇନାହାନ୍ତି। ସେଇପରି ଏଇ ଯୋଉ ମାନେ ମାୟା ସଂସାରଟା ଆପଣ ଦେଖୁଛନ୍ତି, ପ୍ରତ୍ୟେକ ଜିନିଷ ଏଇଟା ଗୋଟେ ଛାୟା ସ୍ୱରୂପ। କାହା ଛାୟା ସ୍ୱରୂପ? ସେଇ ଭଗବାନ ଯୋଉଟା ମାନେ ଆପଣଙ୍କ ତ୍ରିପାଦ ବିଭୂତି ଯୋଉଟା ରହିଲା, ତାର ଛାୟାଟା ଏଇଟା ମାୟା ସଂସାରରେ ପଡିଛି। ଏଇଟା ଛାୟା ରୂପ। ଆପଣ ଯାହା ବି ଦେଖୁଛେ ଏଇଟା ମିଥ୍ୟା ନୁହଁ। ଜଗତ ମିଥ୍ୟା ଯୋଉ କୁହାଯାଏ ମାୟାବାଦୀ ଫିଲୋସଫିରେ, ଆମର ବୈଷ୍ଣବ ଫିଲୋସଫି କଣ? ଜଗତ କ୍ଷଣସ୍ଥାୟୀ, ମିଥ୍ୟା ନୁହଁ। ଯଦି ମିଥ୍ୟା ହେଇଥାନ୍ତା ତାହେଲେ ଭୋକ ଶୋଷ କାହିଁ ଲାଗୁଛି ଆମକୁ? ତାହେଲେ ସବୁ ତ ମିଥ୍ୟା, ତାହେଲେ ସଂସାର ତ ଚାଲିବନି। ତାହେଲେ ଭୋକଟା ଲାଗିବ ଯେତେବେଳେ, ଆଉ ମିଥ୍ୟା କଣ କହିବେ? ମାନେ ସାଙ୍ଗେ ସାଙ୍ଗେ ଜୀବନ ବିକଳ ହେଇଯାଉଛି ଆମର। ମିଥ୍ୟା ନୁହଁ, କିନ୍ତୁ କ୍ଷଣସ୍ଥାୟୀ। ପରଫେକ୍ଟ ନଲେଜ ଯୋଉଟା ଆମର ବୈଷ୍ଣବ ଧର୍ମର। ଶ୍ଲୋକ 5 ଜଣେ ପାଠ କରନ୍ତୁ। हरे कृष्ण। न च मतस्तानि भूतानि पश्य मे जोगमैश्वरम् भूत भूत भुन्य न भूतस्थो
ମମାତ୍ମା ଭୂତ ଭାବନଃ। ଅନୁବାଦ, ତଥାପି ସମସ୍ତ ସୃଷ୍ଟି ପଦାର୍ଥ ମୋ ଠାରେ ନାହିଁ। ମୋର ଯୋଗେଶ୍ୱର ଦେଖ, ଯଦିଓ ମୁଁ ସମସ୍ତ ଜୀବନ ଧାରଣ ଓ ପୋଷଣକର୍ତ୍ତା ଅଟେ ଏବଂ ଯଦିଓ ମୁଁ ସର୍ବତ୍ର ବିଦ୍ୟମାନ, ତଥାପି ମୋର ଆତ୍ମା ସମସ୍ତ ସୃଷ୍ଟିର ମୂଳ ଅଟେ। ହରେ କୃଷ୍ଣ। ଧନ୍ୟବାଦ ବନ୍ଧୁ। ଭୂତାନି ନ ଚ ମତ୍ସ୍ତାନି। ପୂର୍ବ ଶ୍ଲୋକରେ କଣ କହିଲେ? ମତ୍ସ୍ତାନି ସର୍ବଭୂତାନି, ସମସ୍ତ ପ୍ରାଣୀ ମୋ ଠାରେ ସ୍ଥିତ ଅଛନ୍ତି, କାରଣ ମୁଁ ସମସ୍ତଙ୍କର ଉତ୍ପତ୍ତିର କାରଣ। ଏଇ ଶ୍ଲୋକରେ ଭଗବାନ କଣ କହୁଛନ୍ତି? ସମସ୍ତ ସୃଷ୍ଟି ମୋ ଠାରେ ସ୍ଥିତ ନାହିଁ, ଅର୍ଥାତ୍ ଏ ଭୌତିକ ସୃଷ୍ଟିର ପାଳନ ପୋଷଣ କାର୍ଯ୍ୟରେ ଭଗବାନ ପ୍ରତ୍ୟକ୍ଷ ଭାବରେ ସମ୍ପୃକ୍ତ ନୁହନ୍ତି। ମାନେ ଭଗବାନଙ୍କ ଠାରେ ସମ୍ପୂର୍ଣ୍ଣ ସୃଷ୍ଟି ତାଙ୍କଠୁ ଆସିଛି, କିନ୍ତୁ ଭଗବାନ ଏ ସୃଷ୍ଟିରେ ଲିପ୍ତ ନୁହନ୍ତି। ଭଗବାନ ତାଙ୍କର ଅଚିନ୍ତ ଶକ୍ତି ବଳରେ ଏ ସୃଷ୍ଟିକୁ କାର୍ଯ୍ୟରତ କରାଉଛନ୍ତି, ଏଇ କଥା କୁହାଯାଇଛି। ଶ୍ରୀଲ ପ୍ରଭୁପାଦଙ୍କ ତାତ୍ପର୍ଯ୍ୟରେ କଣ ଲେଖା ହେଇଛି? ଭଗବାନ ତାଙ୍କର ଶକ୍ତି ପ୍ରକାଶ କରି ଅଚିନ୍ତ ଭାବରେ ତାଙ୍କର ବିଚିତ୍ର ଲୀଳା ପ୍ରକାଶ କରୁଛନ୍ତି। ତାଙ୍କ ଶରୀରର ବିଭିନ୍ନ ଶକ୍ତିରେ ପୂର୍ଣ୍ଣ ଏବଂ ତାଙ୍କ ଶରୀର ବିଭିନ୍ନ ଶକ୍ତିରେ ପୂର୍ଣ୍ଣ ଏବଂ ତାଙ୍କର ସଂକଳ୍ପରେ ପ୍ରକୃତରେ ସବୁ କିଛି କାର୍ଯ୍ୟକାରୀ ହୁଏ। ଏହି ପ୍ରକାର ପରମ ପୁରୁଷ ଭଗବାନ କୁ ବୁଝିବା ଉଚିତ। ଆମେ କିଛି କରିବା ପାଇଁ ଆମେ କେତେ କଥା ଭାବୁଛୁ ଯେ ଆମେ ଏଇଟା କେମିତି ଗୋଟେ କାମଟେ ହେଲେ କେମିତି ଆମେ କରିବା, କଣ ଆମର ରିସୋର୍ସ ଅଛି, ଏଇ ସବୁ ଜିନିଷ ଆମେ ଭାବୁଛୁ। କିନ୍ତୁ ଭଗବାନ କୃଷ୍ଣ ସେମିତି କିଛି ତାଙ୍କୁ କଷ୍ଟ କରିବାକୁ ପଡେନି। ତାଙ୍କର ସଂକଳ୍ପ ଶକ୍ତି ମାତ୍ରକେ ସବୁ ଜିନିଷ ତାର ଠିକ ଭାବରେ ସେ ସବୁ କର୍ମ ହେଇଯାଏ, ତାଙ୍କର ସଂକଳ୍ପ ଶକ୍ତି ମାଧ୍ୟମରେ। ଆମର ବି ସଂକଳ୍ପ ଶକ୍ତି ଅଛି, ବିନ୍ଦୁ ମାତ୍ରାରେ ଅଛି, କିନ୍ତୁ ଅନନ୍ତ ମାତ୍ରାରେ ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ଅଛି। ତାଙ୍କର ପରମ ଇଚ୍ଛା ଶକ୍ତି ବଳରେ ସେ ସବୁ ସୃଷ୍ଟି ହେଉଛି, ପାଳନ କରାଯାଉଛି, ପୋଷଣ କରାଯାଉଛି ଆଉ ସଂହାର ମଧ୍ୟ ହେଉଛି। ମମ ଯୋଗେଶ୍ୱର ପଶ୍ୟ, ମୋର ଯୋଗେଶ୍ୱର ଦେଖ, ଅର୍ଜୁନ କହୁଛନ୍ତି କି ମୁଁ ସଂସାରରୁ ନିର୍ଲିପ୍ତ ଅଟେ। ମୁଁ ଏ ସବୁ ଜିନିଷ ମୋ ଦ୍ୱାରା ହେଉଛି, କିନ୍ତୁ ମୁଁ ସଂସାରରେ ଲିପ୍ତ ନୁହଁ। ଏଇଟା ହଉଛି ଭଗବାନଙ୍କର ଯୋଗେଶ୍ୱର୍ଯ୍ୟ। ଆଉ ଭୂତ ଭୃତ ମାନେ କଣ? ଏଇ ଶବ୍ଦର ଅର୍ଥ ହେଲା ସମସ୍ତ ଜୀବର ଧାରଣ କର୍ତ୍ତା, ଆଉ ଭୂତ ଭାବନା ମାନେ ପାଳନ କର୍ତ୍ତା। ମୁଁ ସମସ୍ତଙ୍କର ପାଳନ କର୍ତ୍ତା ଆଉ ସମସ୍ତ ସୃଷ୍ଟିକୁ ମୁଁ ଧାରଣ କରି ରଖିଛି। କିନ୍ତୁ ତା ଅର୍ଥ ଏଇଟା ନୁହଁ ଯେ ମୁଁ ଏଠି ଲିପ୍ତ ହେଇକି ଅଛି। ମୋର ଅନନ୍ତ ଯୋଗେଶ୍ୱର୍ଯ୍ୟ ମାଧ୍ୟମରେ, ମୋର ଶକ୍ତି ମାଧ୍ୟମରେ ଏଇ ସବୁ ଆପେ ଆପେ ମୋର ଇଚ୍ଛା ଶକ୍ତି ବଳରେ ସୃଷ୍ଟି ହେଉଛି। ଏଇ ଶ୍ଲୋକର ହଉଛି ଏଇଟା କଥା, ବୁଝିପାରିଲେ? ପ୍ରତ୍ୟେକ ଶ୍ଲୋକରେ କଣ ମାନେ ରହିଛି ସେ ପଏଣ୍ଟଟା ଆପଣ ନୋଟ କରନ୍ତୁ। ପ୍ରତ୍ୟେକ ଶ୍ଲୋକ ଇମ୍ପୋର୍ଟାଣ୍ଟ, କୋଉଟା ବି ଏମିତି ନୁହଁ କି ଇମ୍ପୋର୍ଟାଣ୍ଟ ନୁହଁ। ଶ୍ଲୋକ 6 ପାଠ କରନ୍ତୁ। ଯଥାକାଶ ସ୍ଥିतो ନିତ୍ୟଂ ବାୟୁ ସର୍ବତ୍ରଗୋ ମହାନ୍ ତଥା ସର୍ବାଣୀ ଭୂତାନି ମତ୍ସ୍ଥାନି ଚ୍ୟୁପଧାରୟ। ଅନୁବାଦ, ଯେପରି ସର୍ବତ୍ର ପ୍ରବହମାନ ମହାନ ବାୟୁ ସର୍ବଦା ଆକାଶରେ ଅବସ୍ଥାନ କରେ, ସେହିପରି ଜାଣ ଯେ ସମସ୍ତ ଜୀବ ମୋ ଠାରେ ଅବସ୍ଥାନ କରନ୍ତି। ହରେ କୃଷ୍ଣ। ଧନ୍ୟବାଦ ପ୍ରଭୁ। ଆକାଶରେ ବାୟୁ ଅଛି, ଏଠି କୁହାଯାଇଛି ଆକାଶରେ ବାୟୁ ଅଛି। ମାନେ ବାୟୁ ଯେତେ ମହାନ ହେଲେ ବି ଏଟା ଆକାଶ ମଧ୍ୟରେ ଅବସ୍ଥିତ। ବାୟୁ ଆକାଶରୁ ଉର୍ଦ୍ଧ୍ୱ ହେଲା କି? ବାୟୁ ବହୁତ ଶକ୍ତିଶାଳୀ, କିନ୍ତୁ ଆକାଶରୁ ଉର୍ଦ୍ଧ୍ୱ ନୁହଁ, ସେ ଆକାଶ ଭିତରେ ଅଛି। ଠିକ ସେହିପରି ସମସ୍ତ ଆଶ୍ଚର୍ଯ୍ୟଜନକ ପରିପ୍ରକାଶ ଯୋଉଟା ଆମେ ମାନେ ଦେଖିପାରୁଛେ, ଏସବୁ ଭଗବାନଙ୍କର ପରମ ଇଚ୍ଛା ଶକ୍ତି ବଳରେ ଅବସ୍ଥାନ କରୁଛନ୍ତି। ଆଉ ସେ ସମସ୍ତ ଭଗବାନଙ୍କର ପରମ ଇଚ୍ଛା ଶକ୍ତିର ଅଧୀନସ୍ଥ ଅଟନ୍ତି। କୋଉ ବି ଜିନିଷ ଭଗବାନଙ୍କ ଇଚ୍ଛା ଶକ୍ତି ଉପର ନୁହଁ। ତାଙ୍କ ଇଚ୍ଛାରେ ସବୁ ସୃଷ୍ଟି ହେଉଛି, ପାଳନ ହେଉଛି ଆଉ ଧ୍ୱଂସ ହେଉଛି। ଯଥାକାଶ ସ୍ଥିତ ନିତ୍ୟଂ ବାୟୁ ସର୍ବଗତ୍ର ମହାନ ତଥା ସର୍ବାଣୀ ଭୂତାନି ମସ୍ତାନ ତୁପ୍ୟଧାରୟ। ଯେପରି ଆକାଶରୁ ବାୟୁକୁ ପୃଥକ କରିହେବନି, ଠିକ ସେହିପରି ଭଗବାନଙ୍କ ଠାରୁ ଜୀବମାନଙ୍କୁ ବି ପୃଥକ କରିହେବନି। ଆଉ ଆକାଶ ବାୟୁ ପାଇଁ କେବେ ଭାର ଅନୁଭବ କରେ ନାହିଁ। ସେମିତି ଏ ଯେତେ ଆପଣ ଦେଖୁଛନ୍ତି ବିଭୂତି, ଯେତେ ଜୀବ, ଏସବୁ ଅସଂଖ୍ୟ ଜୀବ, ଅସଂଖ୍ୟ ସୃଷ୍ଟି ଯୋଉ ଦେଖୁଛନ୍ତି, ସେଇଟା ଭଗବାନ ସେଥିପାଇଁ ଭାର ଅନୁଭବ କରୁନାହାନ୍ତି। ଶ୍ରୀଲ ପ୍ରଭୁପାଦ ଲେଖିଛନ୍ତି
ଯଦିଓ ବାୟୁ ମହାନ ଅଟେ ତଥାପି ଏହା ଆକାଶ ମଧ୍ୟରେ ଅବସ୍ଥିତ, ବାୟୁ ଆକାଶର ଉର୍ଦ୍ଧ୍ୱରେ ନୁହଁ। ସେହିପରି ଭଗବାନଙ୍କର ଇଚ୍ଛା ଶକ୍ତିର ବଳରେ ସବୁ ଜିନିଷ ଅବସ୍ଥାନ କରୁଛି, କେହି ଭଗବାନଙ୍କଠୁ ଉପର ହୋଇପାରିବେ ନାହିଁ। ତାଙ୍କ ଇଚ୍ଛା ଅନୁଯାୟୀ ସବୁ ସୃଷ୍ଟି ହେଉଛି, ସବୁ ପ୍ରତିପାଳିତ ହେଉଛି ଏବଂ ସବୁଠୁ ବିନଷ୍ଟ ହେଉଛି। ଉପନିଷଦରେ ବି ଏଇଟା କଥା ଲେଖା ହେଇଛି ଯେ ଯଦ୍ ଭିସା ବାତଃ ପବତେ, ଭଗବାନଙ୍କ ଭୟରେ ବାୟୁ ପ୍ରଭାବିତ ହେଉଛି। ଯାହା କିଛି ବି ପ୍ରଭାବିତ ବାୟୁ ହେଉଛି, ସୂର୍ଯ୍ୟ ଚନ୍ଦ୍ର ଏଇ ସବୁ ଜିନିଷ ଯୋଉ ସଠିକ ସମୟରେ ଉଦୟସ୍ତ ହେଉଛନ୍ତି, ଏଇଟା କଣ ଭଗବାନଙ୍କ ଭୟରେ। ଭଗବାନଙ୍କର ଶକ୍ତି ନଥିଲେ ଏସବୁ କିଛି କାର୍ଯ୍ୟ କରିବ ନାହିଁ। ତ ଏଇ ଶ୍ଲୋକର କନକ୍ଲୁଜନ କଣ ଦେବା ଆମେ ମାନେ, ଭଗବାନଙ୍କର ବିନା ଜୀବ ତତ୍ପର କୌଣସି ଅସ୍ତିତ୍ୱ ନାହିଁ। ଜୀବାତ୍ମା ସ୍ୱତନ୍ତ୍ର ଭାବରେ କିଛି କରିପାରିବ ନାହିଁ। ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ ଯେ ଏଥିରେ ବାୟୁର ଗତିକୁ ଆକାଶ କେତେବେଳେ ବି ବାଧା ଦିଏ ନାହିଁ। ବାୟୁର ଗତିକୁ ଆକାଶ କେତେବେଳେ ବାଧା ଦଉଛି, ସେହିପରି ଭଗବାନ ଜୀବର ଯୋଉ କାର୍ଯ୍ୟକଳାପକୁ ଭଗବାନ ବାଧା ଦଉନାହାନ୍ତି। ଭଗବାନ ଦେଖୁଛନ୍ତି ଜୀବ ତାର କାର୍ଯ୍ୟକଳାପ ସବୁ କରୁଛି, ତାର କର୍ମ ଫଳ ସେଇଟା ପଛେ ସେ ଭୋଗ କରୁଛି, କିନ୍ତୁ ଭଗବାନ ବାଧା ଦେବେ ନାହିଁ। ଆପଣଙ୍କର ଇଚ୍ଛା, ଆପଣ ଭଲ କର୍ମ ୟା ଖରାପ କାମ କରିପାରନ୍ତି। ଯଦି ଉପରୋକ୍ତ ତତ୍ଵକୁ ଆମେ ଠିକ ଭାବରେ ବୁଝିବା, ତାହେଲେ ଆମେ ଭଗବାନଙ୍କ ଠାରୁ ଯୋଉ ବିମୁଖ ହେଇଯାଇଛି ଆମେ ତାଙ୍କର ସମ୍ମୁଖ ହେଇଯିବା। ଏଇ ତତ୍ଵକୁ ଆମକୁ ବୁଝିବାକୁ ପଡିବ। ଆମେ ଯଦି ତତ୍ଵକୁ ଭଲ ଭାବେ ବୁଝିପାରିଲା କି ଯାହା କିଛି ବି ଆମ ସାମ୍ନାରେ ଘଟିତ ହଉଛି ଆମ ଜୀବନରେ, ଆମେ ଯାହା କିଛି ବି ଆମେ ଦେଖୁଛୁ, ଏଇ ସବୁ ଭଗବାନଙ୍କଠୁ ଆସିଛି। ଭଗବାନ ଆମକୁ ପ୍ରତ୍ୟକ୍ଷ ଦେଖା ନ ଯାଉଥିଲେ ବି ତାର ସବୁର କାରଣ ଭଗବାନ। ଏଇଟା ଗୋଟେ ଆମକୁ ଅଭ୍ୟାସ କରିବାକୁ ପଡିବ ଆମ ଜୀବନରେ। ପ୍ରତ୍ୟେକ ଜିନିଷକୁ ଭଗବାନଙ୍କୁ ଯୋଡିକି ଆପଣ ଦେଖନ୍ତୁ। ପ୍ରତ୍ୟେକ ଜିନିଷକୁ, କୌଣସି ବି ଛୋଟରୁ ଛୋଟ ଘଟଣା ଆପଣ ଭାବନ୍ତୁ ଏଥିରେ ଭଗବାନଙ୍କର ଏଥିରେ କଣ ମାନେ ରହିଲା। ଏଇ ଟାଇପର ଯଦି ଆମେ ଜୀବନକୁ ଆମେ ଅଭ୍ୟାସ କରିବା, ତାହେଲେ ସେଟା ଆମର ଜୀବନଟା ଚେଞ୍ଜ ହେଇଯିବ। ଏଇ ପ୍ରତ୍ୟେକ ଶ୍ଲୋକରେ ଆମକୁ କିଛି ନା କିଛି ଆମର ପ୍ରାକ୍ଟିକାଲ ଲାଇଫରେ ଶିଖିବାର ଅଛି। ଆମେ ଖାଲି ଶ୍ଲୋକ ପଢିବା ଆଉ ଆଗକୁ ବଢିଯିବା କିଛି ନାହିଁ। ପ୍ରାକ୍ଟିକାଲ ଲାଇଫରେ କଣ, ଭଗବତ ଗୀତା ପଢିଲା ଆମ ଜୀବନଟା କଣ ଚେଞ୍ଜ ହେଲା, ଶିଳ ପ୍ରଭୁପାଦ ସେଇଟା ଚାହୁଁଛନ୍ତି। ଶ୍ଲୋକ 7 ପାଠ କରନ୍ତୁ। हरे कृष्ण। हरे कृष्ण प्रभु जी। श्लोक 7। ଆଜ୍ଞା हरे कृष्ण प्रभु जी। କୁହନ୍ତୁ तो ପ୍ରଭୁ। हरे कृष्ण प्रभु जी। हाँ पढ़ुଛି हाँ पढ़ୁଛି। सर्वभूतानि कौन्तेय प्रकृतिं यान्ति मामिकाम् कल्पक्षये पुनस्तानि कल्पद्यो विसृजाम्यहम्। हे कुंती पुत्र, कल्प शेषରେ ପ୍ରତ୍ୟେକ ଭୌତିକ ପ୍ରକାଶ ମୋ ପ୍ରକୃତି ମଧ୍ୟରେ ପ୍ରବେଶ କରେ ଏବଂ ଅନ୍ୟ କଳ୍ପର ଆରମ୍ଭରେ ମୋ ଶକ୍ତି ବଳରେ ମୁଁ ପୁନର୍ବାର ସୃଷ୍ଟି କରେ। ହରେ କୃଷ୍ଣ ପ୍ରଭୁ। ଏଇଟା ଏଇ ଶ୍ଲୋକ ଆମେ ଏଇ ଶ୍ଲୋକର ଭାବାର୍ଥ ଯାହା ଲେଖା ହେଇଛି ସବୁ ଆଗରୁ ଆମେ ଡିସ୍କସ କରିଦେଇଛେ। କଣ କଳ୍ପକ୍ଷୟ ମୁଁ କହିଥିଲି। କଳ୍ପ କାହାକୁ କୁହାଯାଏ ଆପଣ କହନ୍ତୁ। ଆପଣ ଯଦି ପାଠ କରିଛନ୍ତି ମାନେ ମନେ ଥିବ ତାହେଲେ ଆପଣ କହନ୍ତୁ। କଳ୍ପ କାହାକୁ ଆମେ ଡିସ୍କସ କରିଥିଲେ। ହରେ କୃଷ୍ଣ ବ୍ରହ୍ମାଙ୍କର ପ୍ରଭୁଜୀ। ବ୍ରହ୍ମାଙ୍କର ଦିନକୁ କଳ୍ପ କୁହାଯାଏ, ସେପରି ତାଙ୍କ ରାତିକୁ ମଧ୍ୟ କଳ୍ପ କୁହାଯାଏ। ବାସ୍। ତ ଏଇଠି ଭଗବାନ କଣ କହୁଛନ୍ତି, କଳ୍ପକ୍ଷୟ ସର୍ବଭୂତାନି ମାମିକାମ ପ୍ରକୃତି ଯାଆନ୍ତି କଳ୍ପୋଦୋ ତାନି ଅହଂ ପୁନଃ ବିସୃଜାମି। ମାନେ ସଂସ୍କୃତ ବି ଦେଖନ୍ତୁ ବୁଝି ହେଇଯାଉଛି। କଳ୍ପକ୍ଷୟରେ ସବୁ ସମସ୍ତେ ପ୍ରତ୍ୟେକ ଭୌତିକ ପ୍ରକାଶ ମୋ ପ୍ରକୃତି ମଧ୍ୟରେ ପ୍ରବେଶ କରେ ଏବଂ ଅନ୍ୟ କଳ୍ପ ଆରମ୍ଭରେ ମୋ ଶକ୍ତି ବଳରେ ପୁନର୍ବାର ନୂତନ ସୃଷ୍ଟି ହୁଏ। ଏଥିରେ ଆମେ ଆଉ ଗୋଟେ କଥା ବି ଆମେ ଡିସ୍କସ କରିଥିଲେ ଯେ ବ୍ରହ୍ମାଙ୍କର ଯୋଉ ଯେତେବେଳେ ଦିନ ସରୁଛି ରାତିରେ ଜୀବମାନେ ଭଗବାନ ବିଷ୍ଣୁଙ୍କ ଦେହରେ ପ୍ରବେଶ କରୁଛନ୍ତି। ଏଇଟା ଆମେ ଡିସ୍କସ କରିଥିଲେ। ଏଥିରେ ପୁଣି ଏଇଟା ସବୁ ରହିଲା 432 କୋଟି ଦିନ 432 କୋଟି ରାତି। ଆମେ ଏଇ ସବୁ ଭଲ ଭାବରେ ଆମେ ଡିସ୍କସ କରିଛେ, ଏଥିରେ କିଛି ଡାଉଟ ନାହିଁ। ଭଗବାନଙ୍କର ଆୟୁଷ ବି ଡିସ୍କସ କରିଥିଲେ 311 ମହାଶଙ୍ଖ ପଦ୍ମ 40 ନିୟୁତ ବର୍ଷ ବ୍ରହ୍ମାଙ୍କର ଆୟୁଷ। ହରେ ହରେ କୃଷ୍ଣ ପ୍ରଭୁ ଜି। ଆଜ୍ଞା ବ୍ରହ୍ମାଙ୍କର ଗୋଟେ ଦିନଟା 1000 ବର୍ଷ ନା 1000ଟା ଚତୁର୍ଥ ଯୁଗ? 1000ଟା ଯୁଗ ନା 1000ଟା ଚତୁର୍ଥ ଯୁଗ? 1000ଟା ଚତୁର୍ଯୁଗ। ଆଚ୍ଛା ଆଚ୍ଛା। କିନ୍ତୁ ସେ ଚତୁର୍ଯୁଗ ଆର ହେଇଗଲା। ଶ୍ଲୋକର ଲେଖା ଅଛି ପ୍ରଭୁ, ହଁ, ଫାର୍ଷ୍ଟ ସେ ଆର ଶ୍ଲୋକର ଲେଖା ଥିଲା 1000ଟା ଯୁଗ ବି ଲେଖା ଥିଲା। 1000ଟା ଚତୁର୍ଯୁଗ କେମିତି ହେଲା ଆମେ ଡିସ୍କସ କରିଥିଲେ। 432 4,32,000 ହଉଛି ଆପଣଙ୍କର କଳି, ତା 2 ଗୁଣ 8,64
17 ଏମିତି କରିକିରି ଆପଣଙ୍କ 43 କେତେ ହଉଛି ସତ୍ୟ ଯୁଗକୁ ମିଶେଇଲେ କଳି ଦ୍ୱାପର ତ୍ରେତୟା ସତ୍ୟ ଏଇ ଚାରିଟାକୁ ମିଶିବେ 43 କେତେ ଗୋଟେ ହଉଛି 43 ଲକ୍ଷ କେତେ ସେଇଟାକୁ ଯେତେବେଳେ ଆପଣ ହଜାରରେ ମାନେ କରିବେ ଗୁଣନ କରିବେ ସେଇଟା ହଉଛି ବ୍ରହ୍ମାଙ୍କର ଗୋଟେ ଦିନ ବୁଝିଲେ ସେଟା ହଉଛି ଆପଣଙ୍କର 432 କୋଟି ବର୍ଷ। 430 କୋଟି ହଁ ବର୍ଷ। ଶ୍ଲୋକ 8 କୁ ଯିବା ନା ଏଥିରେ ଆଉ କଣ କରିବା ଡିସ୍କସ କରିବା କଣ? ଏତେ ଗୁଡା ଏତେ ବର୍ଷ ସାଧାରଣ ଆମେ ପ୍ରଭୁଜୀ ନୂଆ ହରେ ଜିନିଷ କୃଷ୍ଣ ଜାଣିଲେ ପ୍ରଭୁଜୀ ବାହାରେ। ବ୍ରହ୍ମାଣ୍ଡରେ ଏବେ କେତେ ବର୍ଷ ଚାଲିଛି ଏମିତି ଏବେ ଯଦି ଆମର କଳ୍ପ 51 ବର୍ଷ ମାତାଜୀ କଳ୍ପ ଯାଇଛି 51 ବର୍ଷ ଆଜ୍ଞା। ହେଇଛି ବ୍ରହ୍ମାଙ୍କୁ। ସବୁ ସୂର୍ଯ୍ୟଙ୍କର ତାହେଲେ କେତେ ବର୍ଷ? ସୂର୍ଯ୍ୟଙ୍କର ଆପଣଙ୍କର କୋଉ ଅଧ୍ୟାୟରେ ସେଟା ବର୍ଣ୍ଣନା କରାଯାଇଛି ପ୍ରଥମେ ଯେତେବେଳେ ଗୀତା ଜ୍ଞାନ ଦିଆହେଲା 12 କୋଟି ବର୍ଷ ପୂର୍ବରେ ସେଟା ଆପଣ ଟିକେ ଚେକ୍ କରିଦେବେ ହେଲା 12 କୋଟି ନା 20 କୋଟି। ସୂର୍ଯ୍ୟ ଭଗବାନ ହଉଛନ୍ତି ବିବସ୍ୱାନ ତାଙ୍କ ନାମ। ଶ୍ଲୋକ 8 ପାଠ କରନ୍ତୁ। ଆଜ୍ଞା ହରେ କୃଷ୍ଣ ଶ୍ଲୋକ 8 ପ୍ରକୃତିଂ ସ୍ୱାମବଷ୍ଟଭ୍ୟ ବିସୃଜାମି ପୁନଃ ପୁନଃ ଭୂତଗ୍ରାମମିମଂ କୁଶ ଭବ ସମ୍ପ୍ରକୃତେ ବର୍ଷାତ୍ ଅନୁବାଦ ସମଗ୍ର ଦୃଶ୍ୟ ଜଗତ ମୋର ଅଧୀନସ୍ଥ ଅଟେ ମୋର ଇଚ୍ଛାନୁଯାୟୀ ଏହା ବାରମ୍ବାର ସୃଷ୍ଟି ହୁଏ ଏବଂ ମୋର ଇଚ୍ଛାନୁସାରେ ଏହା ଶେଷରେ ଧ୍ୱଂସ ହୁଏ। ହରେ କୃଷ୍ଣ। ଧନ୍ୟବାଦ ପ୍ରଭୁଜୀ ଇମମ୍ କୃତସ୍ନଂ ଭୂତ ଗ୍ରାମମ୍ ସମଗ୍ର ଦୃଶ୍ୟ ଜଗତ ଜୀବାତ୍ମା ମାନଙ୍କର ସମୂହ ଭୂତ ଗ୍ରାମମ୍ ଅବସମ୍ ହେଲ୍ପଲେସ୍ ମାନେ ବିବଶ ଆତ୍ମାର ସ୍ୱତନ୍ତ୍ରତାର କିଛି ଆଉ ନାହିଁ ବିବସମ୍ ଅବସମ୍ କୁହାଗଲା ପ୍ରକୃତେ ହେ ବସାତ୍ ପ୍ରକୃତି ବଶରେ ଯେଉଁମାନେ ଅଛନ୍ତି ପ୍ରକୃତି ବସାତ ର ଅର୍ଥ ଜୀବ ତାର କର୍ମ ଅନୁଯାୟୀ ନିଜର ଭାବି ଶରୀର ତିଆରି କରେ ଆମେ ଯୋଉ କର୍ମ କରୁଛେ ଆମ ଭବିଷ୍ୟତର ଶରୀର ଆମେ ଗଠନ କରୁଛେ ଆପଣଙ୍କୁ ଯାହା ଇଚ୍ଛା ସେଇ ଶରୀର ଆପଣ ଆରାମ ସେ ଆପଣ ତିଆରି କରିପାରିବେ ଆପଣ ମାନେ ସମସ୍ତେ ଆମେ ମାନେ ସମସ୍ତେ ହଉଛନ୍ତି ଗୋଟେ ଗୋଟେ ଇଞ୍ଜିନିୟର ଆମର ଫ୍ୟୁଚର ଶରୀରକୁ ଆମର ଇଚ୍ଛା ଅନୁଯାୟୀ ଆମେ କରିପାରିବା ଯାହାକୁ ଯୋଉ ଶରୀର ଦରକାର ଯାହାକୁ ମାଛ ହେବା ପାଇଁ ଅଛି ସେ ସବୁବେଳେ ଯଦି କେମିତି ବଢିଆ ଜାଗାକୁ ବୁଲିଯିବି ସେଠି ଗୋଟେ ସନ୍ତରଣ କରିବି ସୁଇମିଂ ପୁଲ ରେ ଏଇ ଟାଇପ ର ବିଚାର ରଖିବ ବାରମ୍ବାର ପ୍ଲାନ୍ କରିବ ବଢିଆ ମାଛ ଶରୀରଟି ପାଇବ ସେ ଭଲ ମାଂସ ଟିକେ ଭଲ ଆଜି ଟିକେ ଭଲ ରନ୍ଧା ହବ ଟିକେ ବଢିଆ ଲାଗିବ ମାଂସ ବିଭିନ୍ନ ପ୍ରକାର ଜୀବଜନ୍ତୁର ଅଲଗା ଅଲଗା ମାଂସ ଖାଇବା ପାଇଁ ଏଇ ଶରୀର ଠିକ ନୁହଁ ସେଥିପାଇଁ ତାକୁ ବ୍ୟାଘ୍ରର ଶରୀର ବିରାଡିର ଶରୀର ବିଭିନ୍ନ ପ୍ରକାର ଶରୀର ଏମିତି ମିଳିବ ଏଇଟା ତ ଆମେ ସବୁ ଡିସକସ କରିଛେ ସାମୂହିକ କର୍ମର ଆଧାରରେ କିମ୍ବା ବ୍ୟକ୍ତିଗତ କର୍ମର ଆଧାରରେ ଜୀବର ଜନ୍ମ ମୃତ୍ୟୁ ହୁଏ ଏଇ ଯୋଉ ସାମୂହିକ କର୍ମ କଥା ଦେଖନ୍ତୁ ରିଲେଭେଣ୍ଟ ବିଷୟବସ୍ତୁ ନୁହଁ କିନ୍ତୁ ମୁଁ ଆପଣଙ୍କୁ ଜଷ୍ଟ ଗୋଟେ ଉଦାହରଣ ଦେଇ ଦଉଛି ବେଶୀ ଟାଇମ ନେବିନି ଗୋଟେ ମାନେ ଏଇ ଯୋଉ ମାନେ ପ୍ଲେନ କ୍ରାସ୍ ହେଲାନି 272 ଲୋକ ଯୋଉ ମରିଲେ ସେଇ 272 ଲୋକ ଜଣେ ଜଣେ ପ୍ରେଡିକ୍ଟ କରି ମାନେ ତାର ଜଣେ ଏଇ ସମସ୍ତଙ୍କର ମାନେ ଏଇଟା ଦେଖିକି ଜଣେ କହିଲା କି ଏମାନେ ପୂର୍ବ ଜନ୍ମରେ ମାନେ ପୂର୍ବ ଜନ୍ମରେ ଏମାନେ ଏକା ଟାଇପ ର କଣ ଗୋଟେ ପାପ କରିଛନ୍ତି ମାନେ ସେ କହିଲା କି ଗୋଟେ ଜଙ୍ଗଲରେ ନିଆଁ ଲଗେଇକିରି ବହୁତ ଜୀବଜନ୍ତୁ ମଣିଷ ମରିଛନ୍ତି ଆଉ ତାର ଯିଏ ଲିଡର ଥିଲା ସେ ଅର୍ଡର ଦେଇଥିଲା ଆଉ ସେମାନଙ୍କର ସବୁ କର୍ମ ଫଳ ଆସିଲା ମାନେ ଏଇଟାକୁ ମୁଁ ମାନେ ଏଇଟା କହୁନି ଯେ ସେ ଯାହା କହିଲା ସେ ରାଇଟ ସେଇଟା କହୁନି କିନ୍ତୁ ସେ ଗୋଟେ ଜିନିଷ ସେ କହିଲା ସେ ସାଂସାରିକ ଲୋକଟା ଯୋଉଟା ସତ କଥା ପୂର୍ବ ଜନ୍ମରେ ସେ ଗୋଟେ ଜାଗାରେ ଧରନ୍ତୁ 200 ଲୋକ 400 ଲୋକ ସମସ୍ତେ ଜମା ହେଇକରି ଗୋଟେ ପାପଟେ କଲେ ନା ସାମୂହିକ କର୍ମ କଲେ ସେଇ ସେଇ ପାପଟା ନେକ୍ସଟ ଜନ୍ମରେ ନା ସମସ୍ତଙ୍କର କର୍ମକୁ ଟାଣି ଆଣିବ ଗୋଟେ ଜାଗାକୁ ସେମାନେ ଯଦି ମରିବାର ଥିବ ନା ସମସ୍ତେ ଗୋଟେ ଜାଗାକୁ ଆସିବେ ଆଉ କର୍ମର ଫଳ ପାଇବେ ଆଜିକାଲି ଦେଖୁନାହାନ୍ତି କେତେ ଲୋକ ଏମିତି 5 ଜଣ 10 ଜଣ
ସାଙ୍ଗ ମିଶିଲେ ଆଉ ମଦ ଫଦ ଖାଇକିରି କଣ ଗୋଟେ ଦୁଷ୍କର୍ମ କରିଦେଲେ। ସେମାନେ ଭାବୁଛନ୍ତି ଏଇଟା ମାନେ ପଳେଇଗଲା, ନାଇଁ ସବୁ ହିସାବ ହଉଛି। ସେ 6 ଜଣ 5 ଜଣ ଏକା ସାଙ୍ଗରେ ପୁଣି ଯେବେ ତାଙ୍କ ଜନ୍ମିବେ, ପୁଣି ଗୋଟେ ସମାନ ଟାଇପ ର ସିଚୁଏସନ ଆସିବ। ସେ 6 ଜଣକୁ ଏକା ସାଙ୍ଗରେ, 6 ଜଣ କଣ 600 ଜଣ କଣ, ପ୍ରକୃତି ଏତେ ଶକ୍ତିଶାଳୀ। ସେ ସମସ୍ତଙ୍କ ପାଇଁ ସେଇ ଟାଇପ ର ଆରେଞ୍ଜମେଣ୍ଟ କରାହବ, ଆଉ ସେମାନେ ଏକା ସାଙ୍ଗରେ ପୁଣି ତାଙ୍କର ପାପର ଫଳ ଭୋଗିବେ। ବୁଝିଲେ, ଏଇଠି ଏଇ କଥାଟା ମୁଁ କାହିଁ ଉଦାହରଣ ସବୁ ଦେଲି, ଆଉଟ ଅଫ କଣ୍ଟେକ୍ସଟ ନୁହଁ। ଏଇଠି ଯୋଉ କୁହାଗଲା କଣ, ପ୍ରକୃତେ ବସାତ, ମାନେ ଏଇଠି କହିଲେ ନା ପ୍ରକୃତି ସ୍ୱାମ ବଷ୍ଟବ୍ୟ ବିସୁଜାମି ପୁନଃ ପୁନଃ ଭୂତଗ୍ରାମ ମିମମ କୃଷ ବସମ ପ୍ରକୃତେ ବସା, ମାନେ ପ୍ରକୃତିର ବଶ ହେଇକିରି ଜୀବ ଅବଶ ହେଇଯାଇଛି ନା, ଜୀବର ଆଉ ନିଜର ପାୱାର ନାହିଁ, ତାର କର୍ମ ତାକୁ ଟାଣି ଆଣିବ। ଉର୍ଦ୍ଧ୍ୱ ଗଚ୍ଛନ୍ତି ସତ୍ତ୍ୱ, ମଧ୍ୟ ତିଷ୍ଠନ୍ତି ରାଜସା, ଅଧୋ ଗଚ୍ଛନ୍ତି ତାମସା। ଏ ପ୍ରକୃତିର 3 ଗଣ ଦ୍ଵାରା କଣ ହଉଛି, ଯୋଉ ସତଗୁଣୀ ଲୋକମାନେ ଉର୍ଦ୍ଧ୍ୱକୁ ଯାଉଛନ୍ତି, ମଧ୍ୟରେ ପୃଥ୍ବୀ ପୃଷ୍ଠରେ ରଜଗୁଣୀ ଲୋକ ରହୁଛନ୍ତି, ଆଉ ତମଗୁଣୀ ଲୋକମାନେ ନର୍କକୁ ଗତି କରୁଛନ୍ତି। ଏ 3 ଭାଇ ଆପଣ ଜାଣିଛନ୍ତି, ରାବଣ, କୁମ୍ଭକର୍ଣ୍ଣ ଆଉ ଗୋଟେ ବିଭୀଷଣ। ଏ ଭିତରୁ ରାବଣ ଯିଏ ଥିଲା ସେ କଣ ଥିଲା, ରଜୋଗୁଣୀ ଥିଲା। ତମୁଗୁଣୀ କିଏ ଥିଲା, ବିଭୀଷଣ, ସବୁବେଳେ ଯିଏ ଶୋଇକି ରହୁଥିଲା, ଏ ସରି କୁମ୍ଭକର୍ଣ୍ଣ। ଆଉ ବିଭୀଷଣ ସତ୍ୱଗୁଣୀ ଥିଲେ। କୁମ୍ଭକର୍ଣ୍ଣ। ସ୍ୱାଂ ପ୍ରକୃତି ଅବଷ୍ଟଭ୍ୟ, ପ୍ରକୃତିର ଆଶ୍ରୟରେ ଭଗବାନ ସୃଷ୍ଟି କରନ୍ତି। ଏହାର ଅର୍ଥ ନୁହେଁ ଯେ ଭଗବାନ ପ୍ରକୃତି ସଙ୍ଗେ ତାଙ୍କର ଲିପ୍ତତା ଅଛି। ଭଗବାନ ନିର୍ଲିପ୍ତ ଅଟନ୍ତି। ଭଗବାନଙ୍କ ଅଧ୍ୟକ୍ଷତାରେ ପ୍ରକୃତି କାର୍ଯ୍ୟ କରେ, କିନ୍ତୁ ସେ ପ୍ରକୃତି ସାଙ୍ଗେ ଲିପ୍ତ ହଉନାହାନ୍ତି। ଏଇ ପଏଣ୍ଟଟାକୁ ବୁଝିବାକୁ ପଡିବ। ପୁନଃ ପୁନଃ ବିସୁଜାମି, ବିବିଧ କର୍ମଫଳଧାରୀ ଜୀବମାନଙ୍କୁ ପୁନଃ ପୁନଃ ସୃଷ୍ଟି କରେ। ଜୀବ ଭଗବାନଙ୍କର ଶରଣାଗତ ନ ହୋଇ ପ୍ରକୃତିର ବଶ ଥିବାରୁ ପୁନଃ ପୁନଃ ଜନ୍ମ ଗ୍ରହଣ କରୁଛି। ଆଉ ଗୋଟେ ଶ୍ଲୋକଟେ ଆପଣ ଦେଖିବେ, ଭଗବଦ ଗୀତା 7:14 ପଢି ସାରିଛେ। ଦୈବୀ ହୈସା ଗୁଣମୟୀ ମମ ମାୟା ଦୂରତୟା ମାମେବ ଯେ ପ୍ରପଦ୍ୟନ୍ତେ ମାୟା ମେତାମ ତରନ୍ତି ତେ। ଭଗବାନ କହୁଛନ୍ତି ଏ ମାୟାରୁ କିଏ ତରି ପାରିବ, ଯିଏ ମୋର ଶରଣ ନେବ। ମମ ମାୟା ଦୂରତ୍ୟା, ମାୟା ହଉଛି ଦୂରତ୍ୟା, ମୋ ଭଳି ଶକ୍ତିଶାଳୀ, ତାକୁ ଜୟ କରି ହେବ ନାହିଁ। ଶ୍ଲୋକ 8ରେ ଶିଳ ପ୍ରଭୁପାଦଙ୍କ ତାତ୍ପର୍ଯ୍ୟରେ 3ଟା ବିଷ୍ଣୁ କଥା ବର୍ଣ୍ଣନା କରିଛନ୍ତି, ଯୋଉଟା କି ଆମେ ଆଗରୁ ଆଗ ଶ୍ଲୋକ ମାନେ କରିସାରିଛୁ। ଏଥିରେ ଆପଣଙ୍କର ଆଉ କିଛି ଡାଉଟ ନାହିଁ। କାରଣ ଦୋକସାଇ, ଗର୍ଭ ଦୋକସାଇ, କ୍ଷୀର ଦୋକସାଇ ବିଷ୍ଣୁ, ବୁଝିପାରିଲେ। ଏଇ ଶ୍ଲୋକରେ ଆଉ ବିଶେଷ କିଛି ନାହିଁ। ଆମେ ଶ୍ଲୋକ 9କୁ ଯିବା। 9 ନମ୍ବରଟା ପାଠ କରନ୍ତୁ। हरे कृष्ण प्रभु जी, दंडवत प्रणाम। ହଁ। न च मां तानि कर्माणि निबध्नन्ति धनञ्जय उदासीन वदासीन मसक्तं तेषु कर्मसु। ଅନୁବାଦ, ହେ ଧନଞ୍ଜୟ, ଏ ସମସ୍ତ କର୍ମ ମୋତେ ବାନ୍ଧି ପାରନ୍ତି ନାହିଁ। ମୁଁ ବରାବର ଅନାସକ୍ତ ଥାଏ, ଉଦାସୀନ ଭାବରେ ଅବସ୍ଥାନ କରେ। ହରେ କୃଷ୍ଣ। ଧନ୍ୟବାଦ ମାତାଜୀ। ଏଠି ଦେଖନ୍ତୁ ଭଗବାନ କଣ କହୁଛନ୍ତି, ମୁଁ ଉଦାସୀନ ଥାଏ, ମାନେ ଏତେ ବଡ ଯୋଉ ଜଡ ଜଗତ ଚାଲିଛି, ଭଗବାନଙ୍କଠୁ ସୃଷ୍ଟି ହେଇଛି, ତାଙ୍କ ଶକ୍ତି ଦ୍ଵାରା ଚାଳିତ ହେଉଛି, କିନ୍ତୁ ଭଗବାନ ସେଥିରୁ ନିର୍ଲିପ୍ତ ଅଛନ୍ତି। ଆଗକୁ କୁହାଯାଇଛି ଉଦାସୀନ ପଦ। ଏଥିରେ ପ୍ରଭୁପାଦଙ୍କ ତାତ୍ପର୍ଯ୍ୟରେ କଣ ଦିଆହେଇଛି, ଗୋଟେ ଜଜ, ଯୋଉ ମାଜିଷ୍ଟ୍ରେଟ ଥାଉଛନ୍ତି, ଯୋଉମାନେ ସେମାନେ କେତେ ଲୋକଙ୍କୁ ଫାଶୀରେ ଚଢଉଛନ୍ତି, ଜେଲ ଦଉଛନ୍ତି, କାହାକୁ ପୁରସ୍କାର ଦଉଛନ୍ତି। ଏ ସବୁ କାର୍ଯ୍ୟ କଲା ପରେ ବି ସେ ଯୋଉ ମାଜିଷ୍ଟ୍ରେଟ ର ସେଥିରେ କଣ ମାନେ ନିର୍ଲିପ୍ତତା ଅଛି, ମାଜିଷ୍ଟ୍ରେଟ ସେଥିରେ କିଛି ନାହିଁ। ତାଙ୍କ ପାୱାରରେ ସବୁ ଚାଲିଛି, କିନ୍ତୁ ମାଜିଷ୍ଟ୍ରେଟ ସେଥିରେ ତାଙ୍କର କିଛି ନାହିଁ। ଏଇଟା ହଉଛି ଉଦାହରଣ ତାର ଦିଆହେଇଛି। ନ ମା କର୍ମାଣୀ ଲିପ୍ୟନ୍ତି, ମୁଁ କର୍ମବନ୍ଧନରେ ପଡେ ନାହିଁ ବା କର୍ମ ମୋତେ ଲିପ୍ତ କରିପାରେ ନାହିଁ। ଭଗବାନ ସୃଷ୍ଟି କରନ୍ତି ଅର୍ଥ ଭଗବାନଙ୍କ ଆଦେଶରେ ପ୍ରକୃତି ବା ମାୟା ଶକ୍ତି ସୃଷ୍ଟି କାର୍ଯ୍ୟ କରେ। ଭଗବାନ ବ୍ୟକ୍ତିଗତ ଭାବରେ ସୃଷ୍ଟି କାର୍ଯ୍ୟରେ ଲିପ୍ତ ନୁହନ୍ତି। ଭଗବାନଙ୍କର ତ ଅନନ୍ତ ଶକ୍ତି ଅଛି, ଭଗବାନ ନିଜେ କଣ କରିବେ। ଭଗବାନ କୃଷ୍ଣ କାହିଁକି ମାନେ ମାନେ ବଂଶୀ ଧରିଛନ୍ତି, ଭଗବାନ କୃଷ୍ଣଙ୍କ ରୂପରେ ଆପଣ ଦେଖିଛନ୍ତି କୌଣସି ଅସ୍ତ୍ର ବି ଧରି ନାହାନ୍ତି। ସବୁ ରୂପରେ କିଛି ନା କିଛି ଗୋଟେ କର୍ମ ଅଛି, କିନ୍ତୁ ଭଗବାନ କୃଷ୍ଣଙ୍କ ରୂପରେ କିଛି କର୍ମ ନାହିଁ। ସେ ସବୁବେଳେ ସେ ପରମ ଆନନ୍ଦ ସ୍ଥିତିରେ ଥାନ୍ତି ଗୋଲକ ଧାମରେ। ସେଥିପାଇଁ ପୁରା କୁହାଯାଏ, ଗୋଟେ ମହାରାଜ କହୁଥିଲେ
पुरुषोत्तम महाराज को शुणी भगवान कृष्ण माने गोलोक धाम रे लीला रे व्यस्त अछंती भक्त तांकू माने तार कोनोसी दुख आसिला कोनोसी विपद आसिला से भगवान कृष्ण को डिस्टर्ब करिया कथा नु सेति तो कौन नरसिंह नरसिंह रूप को माने स्मरण करिया कथा विपद रे भगवान सब आनंदमय स्थिति रे थांती से उदासीन अटंती यही सब कार्य जेते सृष्टि देखुचंती असक्त माने अनासक्त व्यक्ति कर्म रे आसक्त हेले तथा इच्छा पूर्ति पाई कर्म प्रयास कले कर्म बंधन रे पड़े किंतु भगवान कौन सी कर्म बंधन रे पड़ू नाहंती कहीं मायावादी माने आमे सिने भक्त आमे बुझी जाइछे भगवान कौन एटा भगवान कर्म बंधन रे पड़ू नाहंती किंतु मायावादी मानकर कौन धारणा कि भगवान एटा माया द्वारा ग्रस्त ହେଇକି शरीर पाइचंती से भी कर्म बंधन रे पड़ुचंती सेथि पई कोन होची तांकू भी दुख मिलुची ए भगवान कर विभिन्न जो लीला अछि सेटा कहउछन देखो तुम भगवान केमती कांदुची माता सीता को पई केमती माने राम जी भगवान राम केमती कांदुचंती से कर्म बंधन रे पड़िले कि से तांकर लीला सेटा करूचंती से कर्म बंधन रे पड़ी नांती केमती जानिबे जेतेबेले सती तांको परीक्षा करिया पई आसिले माता सीता को रूप नेगी से सांगे सांग तांको मां कहिगिरी तांको नमस्कार कले प्रणाम को जणेले आ कहले कि मोर बापा कोठी अछंती शिव भगवान कोठी अछंती बोली पचारे जदि जे साधारण मानव हेगिरी से जदि मायार बशवर्ती होता से तो जानी पार नथांते सती एटा आछंती सीता को रूप धरी बरी से तो खुशी ही जानते अरे सीता को कहीं नहीं नाहंती सीता को अपहरण ହେଇନି सीता मो सामना को पळे आसिले बिल खुशी ही जानते एइथरु जानिया कथा जे भगवान लीला करंती भगवान को परीक्षा करिया उचित नु और से परीक्षा करिया द्वारा सेतिबाई आ सती को ग्रहण भी कलेनी भगवान शिवजी सेतिबाई तो सती पुणी पार्वती को रूप रे आसिले को कॉन्टेक्स्ट कहा गला बुझी पारले तो भगवान से सबुथिरु अनासक्त भाव रे थांती श्लोक 10 पाठ करंतु दुःख दोष मयाध्यक्षेण प्रकृति श्रूयते सचराचरम् हेतुनान्येन कौन्तेय जगत् परिवर्तते अनुवाद हे कुंती पुत्र ये भूत प्रकृति मो निर्देश रे कार्य करुछि एवं यह समस्त स्थावर जंगम को सृष्टि करुछि यार शासनानुजाई यही परिप्रकाश दृश्य जगत बारंबार सृष्टि होउछि एवं ध्वंस होउछि हरे कृष्ण धन्यवाद प्रभु प्रकृति सुचराचर सुयते सर्वमोट केतेटा जीव जंतु अछंती 84 लाख जोनि अछंती प्रकृति जागु कहा गला मया दक्षिण मो अध्यक्षता रे ए माने समस्ते चल प्रचल करूचंती केतेटा चर जोनि अछंती आ केतेटा अचर जोनि अछंती आमे डिस्कस करिथिले चर आ अचर हरे कृष्ण प्रभु जी आज्ञा जोड़ा स्थावर जोड़ा जो वृक्षलता ए माने समस्ते जो जंगम श्रेणी जोड़ा पशु पक्षी माने हेबे 20 लाख पशु पक्षी आबर माने अचर वृक्षलता आउ बाकी रहिले आपनकर 64 लाख चल प्रचल करुवा जो थे आपनकर जलचर रहिले कीट पतंग पशु पक्षी मनुष्य रहिले भगवान कौन कहउचंती तांको दृष्टि द्वारा दृष्टि निक्षेप करिगिरी सब सृष्टि होउची भगवान डायरेक्ट इन्वॉल्व हो नांती जेमिति गोटे फूल गोटे अछि तार गोटे सुगंध अछि कि नै से सुगंध आपनको नाकरे बाजिला फूलर कौन एसिरे इफेक्ट पड़िला कि फूल फूल बहुत दूर रे अछि सुगंधटा आपन पाखु आसिला सेमती फूलटा से सुगंध आपण नाक को जोटा आसिला सेतिरे फूलर किछि लिप्तता नाही फूल अलगा रहिला सेही हिसाब रे भगवान अलगा रहिले किंतु तांकर कठाक्य रे एही सृष्टि हैला एही सृष्टि रे भगवान लिप्त नुहंती सर्वजोनेषु कौन्तेय मूर्तय संभवति जा तासां ब्रह्म मोदो निरहं बीज माने
अहम बीजप्रद पिता भगवत गीता 14:4 समस्त प्रकार जीवजनीर मु बीजप्रद पिता अटे। भगवान समस्त पिता तो अटंती किंतु से निर्लिप्त अटंती। अनेन हेतुना जगत विपरिवर्तते एही कारण बा भगवान अध्यक्षता जगत चलप्रचल होउची जे पर्यंत भगवत प्राप्ति न होईची जीवर मु और मोर आवेश न जाइची तार विविध परिवर्तन घटिब अर्थात जन्म मृत्यु चक्र रे से घुरी बुलुथब। श्लोक नंबर 10 এই जो फूलर जो उदाहरण मुदेली एटा आपनकर 494 पेज रे शिल प्रभुपादकर तात्पर्य रे ए उदाहरण दिया हेइची। माने जेमती सुबासित फूलर बासनाटा आसुची सुबासित फूल लिप्त होनी आम नाकरे से खाली आमे तार बासनाटा पाइले किंतु फूलटा अलगा सेमिति भगवानकर शक्ति रो सृष्टि सिना आसिला किंतु भगवान सेतरे लिप्त नाहंती ए कथा कहगला श्लोक नंबर 10 रे। श्लोक नंबर हरे 11 कृष्ण प्रभु जी। आज्ञा हरे हरे कृष्ण प्रभु। कहନ୍ତୁ। श्लोक 11 अवजानन्ति मां मूढा मानुषीं तनुमाश्रितं परं भावमजानन्त मम भूत महेश्वरम। अनुवाद ମୁଁ ଯେତେବେଳେ ମାନବ ରୂପ ଧରି ଏଠାରେ ଅବତୀର୍ଣ୍ଣ ହୁଏ ମୂର୍ଖ ମାନେ ମତେ ଉପହାସ କରନ୍ତି। ସେମାନେ ମୋର ପରମ ଦିବ୍ୟ ପ୍ରକୃତିକୁ ଏବଂ ସମସ୍ତଙ୍କ ଉପରେ ଯେ ମୋର ପରମ ଅଧିକାର ଅଛି ତାହା ଜାଣନ୍ତି ନାହିଁ। ହରେ କୃଷ୍ଣ। धन्यवाद माते एटा गोटे इंपोर्टेंट श्लोक एटा। साधारण लोक कौन भावंती जे भगवान जितेबाला मानव रूप धरिकी आसंती सेटा साधारण लोक भावंती एटा गोटे साधारण मनीषटे से भावंती एटा बेसी हेले से भावे कि एटा गोटे हाँ गोटे शक्तिधारी गोटे महापुरुष किंतु से भगवान बोली से जानी पारे नाही से लोक मां अवजानंती मोर उपहास करंती भगवान को श्रेष्ठता से जानी पारंती को माने मूढ़ मूर्ख लोक माने मनुष्य तनु आश्रित मनुष्य तनुर आश्रय नहीं। अच्छा मानुषी तनु आश्रितम जो कहागला से मनुष्य तनु भलिया गोटे रूप धरिकी आसीचंती किंतु से मनुष्य तनु नुह तांकर तनु आ आमर तनु भितरे बहुत पार्थक्य। आमर एइटा पंचभौतिक शरीर मलमूत्रधारी शरीर तांकर होची सच्चिद आनंदमय शरीर। लोक भावती कि से तांकर भी शरीर सब एमती आम भलिया नष्ट होची नाय। भगवान को अपन केबे भी अपन देखिबेनी जे भगवान बुढ़ा हेकरी मरी गले भगवान को संगे केतेटा जिंस लागी परिबेनी एका अपन भगवान को केबे कहिबेनी वृद्ध भगवान वृद्ध शब्द तांकर लागिबनी गरीब भगवान केबे लागिबनी। गोटे लोक केतेटा गोष्ठी अछंती से माने कहती दरिद्र नारायण सेवा अपन सुनिचंती सेरा दरिद्र नारायण सेवा नारायण जदि कहला दरिद्र ଶୁଣିଛି ହରେ କୃଷ୍ଣ नारायण शब्द ଶୁଣିଛି आसला ପ୍ରଭୁ माने ଏ से ବାଣୀ। दरिद्र हेबेनी दरिद्र कहला मात्र सेटा अपराध हैला मूर्ख लोक माने सेटा बुझी पारंतीनी। आमर गोटे रिलेटिव अछंती से माने मझिरे मझिरे सेमती सेवा करंती सेति में चांदा भी मागंती दरिद्र नारायण सेवा नारायण को भी दरिद्र करी पकेलु आउ दिन को दिन कहिदेबे वृद्ध नारायण सेवा भी कहिदेबे। भूत महेश्वर समस्त जीवंकर सर्वश्रेष्ठ स्वामी परम भाव मोर दिव्य प्रवृत्ति जे कि सर्वथा स्वतंत्र स्वराट अतन तांकर कोनसी विकार नहीं विकार माने बुढ़ा रोगी ये सब भगवान हेबे नहीं। आ वेद अन्यान्य शास्त्रे तांको पुरुषोत्तम बोली कहाइछि। अजानंत अजानंतर अर्थ है जानती नहीं मूढ़ लोक माने मनुष्य तनु आश्रित हेले मध्य भगवान बंधन रे पड़ती नहीं। ब्रह्म संहिता रे कौन कहाइछि भगवान श्रीकृष्ण हेउचंती परम नियंत्रणकारी ईश्वर परम कृष्ण तांको शरीर सच्चिद आनंदमय। यह निसंदेह जे उभय भौतिक जगत और चित जगत रे अनेक नियंत्रणकारी अटे किंतु परम नियंत्रणकारी जदि जने पचारिबो सेटा होचंती भगवान श्रीकृष्ण एकेला कृष्ण आर सब भृत्य माने भगवान कृष्ण होचंती एका मालिक और समस्त होचंती भृत्य से भृत्य भितर किए आसीबे तांकर अंश अंशांश अवतार समस्त पळे आसीबे
जीव तत्व ए देवता जीव तत्व तो छाड़ू बाकी समस्ते तांकर भृत्य ଏହା ମଧ୍ୟ ବୈଦିକ ସାହିତ୍ୟରେ ସ୍ୱୀକୃତ ହୋଇଛି ସଚ୍ଚିଦାନନ୍ଦ ରୂପାୟ କୃଷ୍ଣାୟ ମୁଁ ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣ ଯିଏକି ଶାଶ୍ୱତ ଆନନ୍ଦମୟ ଜ୍ଞାନମୟ ବିଗ୍ରହ ଅଟନ୍ତି ତାଙ୍କୁ ପ୍ରଣାମ ଜଣାଉଛି। ଏଇଟା ଉପନିଷଦର ଏଇଟା ମନ୍ତ୍ର ଗୋପାଳ ଉପନିଷଦ ମାନେ ବେଦରେ ବର୍ଣ୍ଣନା ହେଇଛି। ଆହୁରି କଣ ବର୍ଣ୍ଣନା ହେଇଛି ବୈଦିକ ସାହିତ୍ୟରେ ତମ୍ ଏକ ଗୋବିନ୍ଦମ୍ ଆପଣ ଗୋବିନ୍ଦ ଇନ୍ଦ୍ରିୟ ଓ ଗାଭୀ ମାନଙ୍କର ଆନନ୍ଦ ବର୍ଦ୍ଧନକାରୀ ସଚ୍ଚିତ ଆନନ୍ଦ ବିଗ୍ରହ ଏଇଟା ବି ଉପନିଷଦର ଏଇଟା ମନ୍ତ୍ର ଆପଣଙ୍କର ଶରୀର ଶାଶ୍ୱତ ଆନନ୍ଦମୟ ଜ୍ଞାନପୂର୍ଣ୍ଣ ଦିବ୍ୟ ବିଗ୍ରହ ଅଟେ। ତା ଅର୍ଥ କଣ ହେଲା ଆପଣ ବେଦରେ ବି ବନାଏ ବହୁତ ଲୋକ କହନ୍ତି ନା ପୁରାଣ ଆମେ ମାନେ ମାନିବୁନି ଆମେ ଖାଲି ବେଦକୁ ମାନିବୁ ନାଇଁ ବେଦରେ ବି ଭଗବାନ ଶ୍ରୀକୃଷ୍ଣଙ୍କୁ ପରମ ପୁରୁଷ ଭଗବାନ ବୋଲିକିରି କୁହାଯାଇଛି ଏଥିରେ କୌଣସି ସଂଶୟ ନାହିଁ। ଏଥିରେ ଯୋଗम ଐଶ୍ୱରମ୍ ଭୂତ ମହେଶ୍ୱରମ୍ ଆଚ୍ଛା କୃଷ୍ଣ ବିଜ୍ଞାନ ବୁଝିବା ପାଇଁ ପ୍ରାମାଣିକ ଗ୍ରନ୍ଥ କୋଉଟା ଶିଳ ପ୍ରପାତ ଲେଖିଛନ୍ତି ଶ୍ରୀମଦ୍ ଭଗବତ ଗୀତା ଆଉ ଭାଗବତ ଏଇ ଦିଟା ଗ୍ରନ୍ଥ ଯଦି ଜଣେ ନ ପଢିଲା ତାହେଲେ ସେ ଭଗବାନ ଶ୍ରୀକୃଷ୍ଣଙ୍କୁ ପରମ ପୁରୁଷ ଭଗବାନ ହିସାବରେ ସେ ଜାଣିପାରିବ ନାହିଁ। ଯଦିଓ ସେ ପୃଥିବୀର ଏକ ସାଧାରଣ ମାନବ ରୂପରେ ଆବିର୍ଭୂତ ହୁଅନ୍ତି ତଥାପି ସେ ସାଧାରଣ ମାନବ ନୁହନ୍ତି। ଶ୍ରୀମଦ୍ ଭାଗବତ ପ୍ରଥମ ସ୍କନ୍ଧର ପ୍ରଥମ ଅଧ୍ୟାୟରେ ଯେତେବେଳେ ସୌନକ ମାନଙ୍କ ନେତୃତ୍ୱରେ ଋଷିମାନେ ଶ୍ରୀକୃଷ୍ଣଙ୍କର କ୍ରିୟାକଳାପ ସମ୍ବନ୍ଧରେ ପ୍ରଶ୍ନ କଲେ ସେତେବେଳେ କୁହାଯାଇଗଲା ଯେ ବଳରାମ ସହିତ ଭଗବାନ ଶ୍ରୀକୃଷ୍ଣ ଏକ ସାଧାରଣ ମାନବ ହିସାବରେ ଲୀଳା କରି ଅନେକ ଅସାଧାରଣ ମାନବୀୟ କ୍ରିୟାମାନ ପ୍ରଦର୍ଶନ କରିଛନ୍ତି। ତ ଶ୍ରୀମଦ୍ ଭାଗବତମର ଲୀଳା ସବୁ ଦେଖିବେ ଯେ ଅମାନବୀୟ ଲୀଳା ସବୁ କରାହେଇଛି। ଯେମିତି କାହା ପକ୍ଷରେ ଏଇଟା କଣ ସମ୍ଭବ କି ଗୋଟେ ଗୋବର୍ଦ୍ଧନ ପର୍ବତକୁ କାଣି ଆଙ୍ଗୁଳିରେ ଉଠେଇ ପାରିବ ଏଇଟା ସମ୍ଭବ ନୁହଁ ମଣିଷ ପାଇଁ ଗୋଟେ ଟେବଲଟେ ବି ଜଣେ ଉଠେଇ ପାରିବନି 7 ଦିନ 7 ରୀତି ଭଗବାନ ଉଠେଇଛନ୍ତି। ଏମିତି ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ଏଇଟା ହେଲା ରାମଜୀ ମଧ୍ୟ କଣ ସମୁଦ୍ରରେ ବ୍ରିଜ ବାନ୍ଧିଲେ କିନ୍ତୁ ଯୋଉମାନେ ମୂଢ ଲୋକମାନେ ସେମାନେ ଭାବନ୍ତି କି ଭଗବାନ ଏଇଟା ହଉଛନ୍ତି ମନୁଷ୍ୟ ତନୁ ଆସିଛନ୍ତି ସାଧାରଣ ମନୁଷ୍ୟ ବୋଲି ଭାବନ୍ତି। ଠିକ ଅଛି ଶ୍ଲୋକ ନମ୍ବର 12 ହରେ କୃଷ୍ଣ ପ୍ରଭୁଜୀ ପ୍ରଣାମ ପ୍ରଭୁଜୀ ଆଜ୍ଞା ପ୍ରଭୁଜୀ ରୋଜ ରୋଜ 9ଟା ହେଇଯାଉଛି ଆମେ କରିପାରୁନୁ ଆମର ଟିକେ ସେବା ରହୁଛି ଏବେ 8:30 ହେଇଗଲାଣି। ଆଚ୍ଛା ଆପଣଙ୍କ 8:30 ପର୍ଯ୍ୟନ୍ତ କି ଆଜ୍ଞା ପ୍ରଭୁଜୀ ହଁ 8:30 ଠିକ ଅଛି ତାହେଲେ ଏଇ ଯୋଉ 12ରୁ ତାହେଲେ ଏଇଟା ଆମେ କଣ କରିବା ନେକ୍ସଟ କ୍ଲାସରେ ନବା। ମୁଁ ଆକ୍ଚୁଆଲି 15ଟା ପର୍ଯ୍ୟନ୍ତ କରିଥିଲି ବଟ୍ ଯେହେତୁ ଏଇ ଚାପ୍ଟରଟା ଟିକେ 15 କାହିଁ ସରିବନି ଟିକେ ଏଇଥିରେ ବୁଝିବା ଜିନିଷ ବେଶୀ ରହିବ ଆଉ 3ଟା ସରିଥାନ୍ତା କିନ୍ତୁ ଏଇଟା ଏବେ ସାରିବାନି ଆମେ ଆଉ 3ଟାକୁ ଆମେ ନେକ୍ସଟ କ୍ଲାସରେ ନବା କାହିଁକି ଆଉ 3ଟା ପାଇଁ ମିନିମମ୍ ଦରକାର ଆପଣଙ୍କର 20 ମିନିଟ୍ ତ ଦରକାର 20-25 ମିନିଟ୍ ଦରକାର। ନେକ୍ସଟ କ୍ଲାସ ନେକ୍ସଟ କ୍ଲାସକୁ ନେବା ତାହେଲେ ଆଉ ଠିକ ଅଛି। ଆଜ୍ଞା ଆକ୍ଚୁଆଲି କଣ କି ଆମକୁ 15ଟା ମାନେ ଶ୍ଲୋକ ର ଏଇଟା କୁହାଯାଇଛି ବଟ୍ ଠିକ ଅଛି ଆମେ ଏକ୍ସଟ୍ରା କ୍ଲାସ ନେଇକିରି ଏଇଟା କମ୍ପ୍ଲିଟ କରିବା ଏଇଟା କିନ୍ତୁ ବୁଝିବା ଜିନିଷ ଗୁଡା ତ ନବମ ଅଧ୍ୟାୟଟା ବହୁତ ଇମ୍ପୋର୍ଟାଣ୍ଟ ଟିକେ ହରେ ମାନେ ଆପଣ ଟେକ୍ନିକାଲ ଜିନିଷ ଆଜ୍ଞା ଟିକେ ଆପଣଙ୍କୁ ଏଇଟା ଲାଗିପାରେ ଟିକେ ମାନେ ଇଣ୍ଟରେଷ୍ଟିଂ କମ ଲାଗିପାରେ କିନ୍ତୁ ଏଇଟା ବୁଝିବାକୁ ଆମକୁ ପଡିବ ଏଇଟା ଭଗବତ ଗୀତାର ଆଜ୍ଞା ଏଇଟା ପ୍ରଭୁଜୀ ହୁଁ, ହରେ କୃଷ୍ଣ ପ୍ରଭୁ ଆଜ୍ଞା ଆଜ୍ଞା ଏ ଯୋଉ ଶ୍ଲୋକ ନମ୍ବର 8 ଅଛି ନାହିଁ ହଁ 8ଟା ଏ ଯୋଉ ଆମର ସୃଷ୍ଟି ସଜନା ବିଷୟରେ ଯେମିତି ପ୍ରଥମ ସ୍କନ୍ଧରେ ଯୋଉ ପଢା ହେଇଥିଲା ଆମର ଏଇ ଯୋଉ ବିଷୟରେ ପ୍ରଥମ ପୁରୁଷ ଅବତାର ହେଲେ ମହାବିଷ୍ଣୁ ଏଇଟା ଟିକେ ଆଲୋଚନା କଲେ ଭଲ ହୁଅନ୍ତା ନେକ୍ସଟ କ୍ଲାସରେ 8 ନମ୍ବରଟା ଶ୍ଲୋକ ତ ନମ୍ବର 8 8ଟା ନମ୍ବର ଆଉ ଶ୍ଲୋକ ନମ୍ବର 8 ତାହେଲେ କୋଉଟା ଏଇ ଯୋଉ ଆଜି ଯୋଉ ମାନେ 8 ନମ୍ବରଟା ପଢିଲେ ସେଇଟା ଯୋଉ ଲୋ- ଆଜ୍ଞା ଆମର ପ୍ରଥମ ପୁରୁଷ ହେଲେ ଅବତାର ହେଇକି ଆସିଲେ ମହାବିଷ୍ଣୁ କାରଣ ସାଇ ବିଷ୍ଣୁ ତାପରେ ତାଙ୍କର ନିଶ୍ୱାସରୁ କେମିତି ଅସଂଖ୍ୟ ବ୍ରହ୍ମାଣ୍ଡ ସୃଷ୍ଟି ହେଲେ ଏଇଟା ଟିକେ ଆପଣ ଆଉ ଟିକେ ବଢିଆ କରି ବୁଝେଇଦେବେ ଯଦି ଆହୁରି ବଢିଆ ହୁଅନ୍ତା। ଏଇଟା ଆମେ କେମିତି କାରଣ ସାଇ ବିଷ୍ଣୁ ଆସିଲେ ତାପରେ ଗର୍ଭୋଦକ ସାଇ ବିଷ୍ଣୁ ଆସିଲେ 3 ପୁରୁଷ ଏଇ ଯୋଉ ଆମେ ପଢୁଛେ ସେଇଟା ଠିକ ଅଛି ଆଉ ଟିକେ ମାତାଜୀ ଭଲ ସେଇଟା କିରି ସେଇଟା ବୁଝେଇଲେ ଭଲ ସେଇଟା ଲାଗନ୍ତା ଆଉ ଟିକେ ଆମର ଆଉ ଏଇଟା ଟିକେ ସୃଷ୍ଟିର ସଜ ନେକ୍ସଟ କ୍ଲାସରେ ଆପଣ ମନେ ପକେଇବେ ସେଇଟା ଆଉ ଟିକେ ମୁଁ କହିବି ଆଉ ସେଥି ଉପରେ ଠିକ ଅଛି ଆଜ୍ଞା
ଆଉ ଟିକେ ଆପଣ ଟିକେ ଭଲ କି କହିପାରିବେ ଆମକୁ, ସେଥିପାଇଁ ମୁଁ କହିଲି। କାହିଁକିନା ଆଉ ଟିକେ ଆମେ ଟିକେ ଟିକେ ଏଇ ଭାଗବତର ପ୍ରଥମ ସ୍କନ୍ଧରେ ଆମେ ପଢିଛେ, କିନ୍ତୁ ହଁ ଯେତେ ପଢିଲେ ବି ଟିକେ ନାକୁ ବୁଝିବାକୁ ଟିକେ ଇଏ ହେଇଯାଉଛି ତ, ଠିକ ଅଛି ମାତେ, ମୁଁ ସେଥିପାଇଁ ମୁଁ କହିଲି, ଏଇଟା ମୁଁ କହିଲି ଏଇଟା ଯଦି ପୁଣି ପ୍ରଭୁଜି ଆଉ ଆଉ ଟିକେ ଟିକେ ଭଲ କି କେତେବେଳେ ବୁଝେଇଦେବେ, ଆମେ ସମୟ କାହିଁକିନା ଆମେ ଶୁଣିବୁ, ମୁଁ କହିବି ହଁ ମାତାଜୀ ଆପଣଙ୍କୁ, ଠିକ ଅଛି। ତ ଆଜି ଏଇଠି ରଖିବା ତାହେଲେ। वाञ्छाकल्पतरुभ्यश्च कृपा सिन्धुभ्य एव च पतितानां पावनेभ्यो वैष्णवेभ्यो नमो नमः। ହରେ କୃଷ୍ଣ। ସମସ୍ତେ ପ୍ରଭୁଜୀଙ୍କ ପାଇଁ ଗୋଟେ ଥର ହରେ କୃଷ୍ଣ ମହାମନ୍ତ୍ର କରନ୍ତୁ। ପ୍ରଭୁଜୀ ବହୁତ ସୁନ୍ଦର କ୍ଲାସ କରୁଛନ୍ତି। ଆଜ୍ଞା। हरे कृष्णा हरे 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 कृष्णा कृष्णा हरे कृष्णा 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 कृष्ण कृष्ण हरे हरे हरे, हरे 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 राम हरे राम राम हरे राम राम हरे हरे। हरे कृष्ण 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 राम हरे राम 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 हरे धन्यवाद प्रभु। कृष्ण हरे कृष्ण कृष्ण धन्यवाद समस्त। हरे कृष्ण प्रभु जी, धन्यवाद समस्त प्रणाम। चरणରେ ମୋର ଦଣ୍ଡବତ ପ୍ରଣାମ। धन्यवाद। ରଖିବା। ଆଜ୍ଞା। हरे कृष्ण प्रभु, दंडवत प्रणाम। दंडवत प्रणाम।